ଠିକ୍ ଅଛି। ଆମେ ଏନସିଆଣ୍ଟ ରୁ ଷ୍ଟାର୍ଟ କରିବା, ମଡର୍ନ ଯାଏ ଯିବା। ଯେତିକି ଆମକୁ ଦରକାର ହିଷ୍ଟ୍ରିର, ମୁଁ ଫାର୍ଷ୍ଟ କ୍ଲାସ୍ ତ ଟିକେ ଓଭରାଲ୍ ଆଇଡ଼ିଆ ରଖିଛି। ଫାର୍ଷ୍ଟ କ୍ଲାସ୍ରେ ଖାଲି ବେସିକ୍ ଯିବେ, ହିଷ୍ଟ୍ରି କୋଉଠୁ ଷ୍ଟାର୍ଟ ହଉଛି ବଗେରା ସେ ସବୁ ଆମେ ଟିକେ ଜାଣିବା। ସାର୍ ଆଗରୁ ଆ, ବିନୟ ସାର୍ କଣ ପଢେଇଥିଲେ? ମୁଁ ଆଜି ତ ଜଏନ୍ ହେଲି କ୍ଲାସ ରେ, ଆଜି ପଇସା ବାନ୍ଧିକିରି। ହଁ ହଁ ସେଇଟା କିଛି ନାହିଁ, ବୀରେନ୍ ସାର୍ ଯାହା ବି ପଢ଼ନ୍ତୁ ଆମର ଆଜିଠୁ ହିଁ ଷ୍ଟାର୍ଟ ହେଲା ବୋଲି ଆପଣ ଭାବନ୍ତୁ, ଠିକ୍ ଅଛି। ହଁ ସାର୍। ହୁଁ। ଆ- ଆପଣ କନସିଡର କରନ୍ତୁ ଆଜି ହିଁ ଷ୍ଟାର୍ଟ ହେଲା ଆମ କ୍ଲାସ୍, ତ ଫ୍ରମ୍ ଟୁଡେ ଅନୱାର୍ଡସ୍ ଆମର ସାର୍ ମାନେ ନମସ୍କାର। ନମସ୍କାର ନମସ୍କାର। ଟୁଡେ ଅନୱାର୍ଡସ୍ ଆମର ସିକ୍ୱେନ୍ସିଆଲ ୱେରେ ଆମର ହିଷ୍ଟ୍ରି କଭର ହବ, ଠିକ୍ ଅଛି। ବାଇ ଠିକ୍ ଠାକ୍ ଟାଇମ୍ ଆମେ କଭର କରିଦେବା। ତ ଦେଖନ୍ତୁ ବେସିକାଲି କ'ଣ ଅଛି, ଆମର ଯେତେବେଳେ ହିଷ୍ଟ୍ରି କଥା ହୁଏ, ଆମେ ମାନେ କଥା ହୁଅନ୍ତି ଆମେ ପ୍ରି ହିଷ୍ଟ୍ରି କୁହାଯାଏ, ଆଉ ଗୋଟେ ପ୍ରୋଟୋ ହିଷ୍ଟ୍ରି କୁହାଯାଏ, ଠିକ୍ ଅଛି। ଆଉ ଯଦି ପ୍ରି ହିଷ୍ଟ୍ରି ଆଉ ପ୍ରୋଟୋ ହିଷ୍ଟ୍ରି ମଧ୍ୟରେ ଯଦି ଆମେ ଡିଫରେନ୍ସିଏସନ କ'ଣ କରିବା, ରେକର୍ଡିଂ, ହଁ ରେକର୍ଡିଂ ହଉଛି। ତ ମେଇନଲି କ'ଣ ଅଛି, ପ୍ରି ହିଷ୍ଟ୍ରିରେ ଆମ ପାଖରେ ଯୋଉ ଯୋଉ ସବୁ ଡାଟା ଅଛି, ସେ ଡାଟା ଗୁଡ଼ିକ କିଛି କଂକ୍ରିଟ ଭାବରେ ଡାଟାଟା ଆମ ପାଖରେ ନାହିଁ ପ୍ରି ହିଷ୍ଟ୍ରିର, କିନ୍ତୁ ପ୍ରୋଟୋ ହିଷ୍ଟ୍ରିର ଯୋଉ ଡାଟା ଗୁଡ଼ାକ ଅଛି ଆମ ପାଖରେ କଂକ୍ରିଟ ଡାଟା ଗୁଡ଼ାକ ଅଛି। ତ ପ୍ରି ହିଷ୍ଟ୍ରିର ଡାଟା ଗୁଡ଼ାକ ବେସିକାଲି କ'ଣ ହୁଏ, ଆମ ପାଖରେ କଂକ୍ରିଟ ଡାଟା ନଥାଏ। ସେଇ ପ୍ରି ହିଷ୍ଟ୍ରି ଟାଇମ୍ ପିରିୟଡ଼ଟାକୁ ହିଁ ଆମେ ଡିଫରେଣ୍ଟ ଡିଭାଇଡ୍ କରିଦେଇଛୁ ଡିଫରେଣ୍ଟ ପାର୍ଟରେ। ଶୁଣନ୍ତୁ, ଯାହାର କିଛି ଅଡ଼ିଓ ସମସ୍ତେ ମ୍ୟୁଟ୍ କରିଦିଅନ୍ତୁ ଫାଷ୍ଟ ଅଫ୍ ଅଲ୍। ସମସ୍ତେ ନିଜର ଅଡ଼ିଓ ମ୍ୟୁଟ୍ କରିଦିଅନ୍ତୁ ଫାଷ୍ଟ ଅଫ୍ ଅଲ୍। ଯାହାର କିଛି ଡାଉଟ୍ ଅଛି, ଏନି ପଏଣ୍ଟ ଅଫ୍ ଟାଇମ୍ରେ ଆପଣ ଅଡ଼ିଓଟା ଅନ୍ କରିବେ। ବର୍ତ୍ତମାନ କିଛି ଅଡ଼ିଓ ଆବଶ୍ୟକ ନାହିଁ, ଆପଣ ଶୁଣନ୍ତୁ। କୋଉ ପଏଣ୍ଟରେ କିଛି ବୁଝା ପଡ଼ିଲେନି, ବହୁତ ଜିନିଷ ମେମୋରାଇଜେସନର ଅଛି, ବୁଝିବାଟା ବହୁତ କମ୍ ଅଛି। ତ ସବୁ ଆପଣଙ୍କର ମେଇନ୍ ଫୋକସ୍ ରହିବାର ଅଛି ଯେ ଆମର ଏଇ କ୍ଲାସ୍ରେ ମ୍ୟାକ୍ସିମମ୍ ଜିନିଷ କଭର୍ ହେଇଯିବାର ଅଛି। ବହୁତ ସାରା ଜିନିଷ ଅଛି ନା, ଏଇଟା କ'ଣ ଆପଣଙ୍କ ସାଇଡ୍ ପାର୍ଟଟା, ଏଇଟା ମେଇନ୍ ତ ଆପଣଙ୍କର ନଥିବ, ମେଇନ୍ ସବଜେକ୍ଟ ନଥିବ, ଠିକ୍ ଅଛି। ତ କ୍ଲାସ୍ରେ ହିଁ ଆପଣ କଭର୍ କରିଦିଅନ୍ତୁ। ଯେଉଁ ଆମର 20-30ଟା କ୍ଲାସ୍ ହେବ, ସେ 20-30 କ୍ଲାସ୍କୁ ଆପଣ ୟୁଟିଲାଇଜ୍ କରନ୍ତୁ। ଅଡ଼ିଓ ସମସ୍ତେ ମ୍ୟୁଟ୍ ରଖନ୍ତୁ। ଯେତେବେଳେ ଅଡ଼ିଓର ଆବଶ୍ୟକ ପଡ଼ିବ, କିଛି ଯଦି ଆପଣଙ୍କୁ କହିବାର ଅଛି, ଦେନ୍ ଓନ୍ଲି ଆପଣ ଅଡ଼ିଓ ଅନ୍ କରନ୍ତୁ, ଠିକ୍ ଅଛି। ବହୁତ ପିଲା ଅଛନ୍ତି ନା, ତ ଇଟ୍ ମେ ବି ସବୁ ପ୍ରୋବ୍ଲେମେଟିକ୍ ସମସ୍ତେ ଯଦି କିଛି କଥା ହେବେ, ଠିକ୍ ଅଛି। ଆଉ ସମସ୍ତେ ଟ୍ରାଏ କରନ୍ତୁ ଇନ୍ ଟାଇମ୍ ଜଏନ୍ ହେବା ପାଇଁ। 5 ମିନିଟ୍ ଆମେ ୱେଟ୍ କରିପାରିବା, ଇଟ୍ସ ଅଲରେଡ଼ି 12 ମିନିଟ୍। ତ ଏତେ ସମୟ ୱେଟ୍ କରିବା କଥା ବି ନାହିଁ, କାହିଁକି ଟାଇମ୍ ନାହିଁ ସମସ୍ତଙ୍କ ପାଖରେ। ତ ଆପଣ ଚେଷ୍ଟା କରିବେ ନେକ୍ସଟ କ୍ଲାସ୍ଠୁ ଆଟଲିଷ୍ଟ 5 ମିନିଟ୍ ଭିତରେ ସମସ୍ତେ ଜଏନ୍ କରିଦେବେ। ହଁ, ତ ପ୍ରି ହିଷ୍ଟୋରିକ୍ ପିରିୟଡ଼ ଦ୍ୟାଟ୍ ପିରିୟଡ଼, ମାନେ ଯେଉଁ ପିରିୟଡ଼ରେ ଆମର କିଛି କଂକ୍ରିଟ ଡାଟା ନଥାଏ ଆମ ପାଖରେ, ମାନେ କିଛି ଏଭିଡେନ୍ସ ଯୋଉ ଥାଏ, ସେ ଏଭିଡେନ୍ସ ଗୁଡ଼ାକୁ ଆମେ ଏକ୍ସକାଭେସନ ଦ୍ୱାରା ହିଁ ସେଇ ଏଭିଡେନ୍ସ ଗୁଡ଼ାକ ପାଇଥାଉ, ଆଉ ବାକି କିଛି ଉପାୟରେ ପାଇନଥାଉ। ଆପଣଙ୍କୁ ମନେ ରଖିବା ଅର୍ଥ କ'ଣ ଅଛି, ଯୋଉ ପ୍ରି ହିଷ୍ଟୋରିକ୍ ପିରିୟଡ଼ ଅଛି, ପ୍ରି ହିଷ୍ଟୋରିକ୍ ପିରିୟଡ଼କୁ ଯଦି ଆମେ ବ୍ରଡଲି କହିବା, 5 ଭାଗରେ ଡିଭାଇଡ୍ କରାଯାଇଛି। କିଏ 3 ଭାଗରେ କରେ, କିଏ 4 ଭାଗରେ କରେ। ଖାଲି ମନେ ରଖନ୍ତୁ ଏଇ 5 ଭାଗର ଅର୍ଥ କ'ଣ: ପେଲିଓଲିଥିକ୍ ଏଜ୍, ମେଜୋଲିଥିକ୍ ଏଜ୍, ନିଓଲିଥିକ୍ ଏଜ୍, ଠିକ୍ ଅଛି। ପେଲିଓଲିଥିକ୍ ଏଜ୍, ନିଓଲିଥିକ୍ ଏଜ୍, ଚାଲକୋଲିଥିକ୍ ଏଜ୍, ଆଇରନ୍ ଏଜ୍। ଆଉ ଯୋଉ ଚାଲକୋଲିଥିକ୍ ଏଜ୍ରେ ଆମର କ'ଣ ଦେଖାଯାଇଥିଲା, ଚାଲକୋଲିଥିକ୍ ଏଜ୍ର ଆମର ଦେଖାଯାଇଥିଲା ହରପ୍ପାନ ସିଭିଲାଇଜେସନ ଦେଇଥିଲା। ତ ଆମର ଯୋଉ ଆଜି କ୍ଲାସଟା ହବ, କ୍ଲାସ୍ରେ ଆମେ ଏଇ ଜିନିଷଟା ହିଁ କଭର କରିବା। ଏଇ ଯୋଉ ଫାର୍ଷ୍ଟ ସ୍ଲାଇଡ୍ରେ ଯେତିକି ଜିନିଷ ଅଛି, ସେତିକି ଜିନିଷ ହିଁ ଆମେ କଭର କରିବା। ଯୋଉ ପେଲିଓଲିଥିକ୍ ଏଜ୍ଟା ରହିଲା ଆମର, ପାଖାପାଖି 30 ଲକ୍ଷ ବର୍ଷ 10,000 ବର୍ଷ ପୂର୍ବରେ, 10,000 ବର୍ଷ ପୂର୍ବରୁ 30 ଲକ୍ଷ ବର୍ଷ ପୂର୍ବର ସମୟଟାକୁ ଆମେ କ'ଣ କହୁଛେ, ପେଲିଓଲିଥିକ୍ ଏଜ୍। କୋଉ ଏଜ୍? ପେଲିଓଲିଥିକ୍ ଏଜ୍। ପେଲିଓଲିଥିକ୍, ଲିଥିକ୍ ମାନେ ସବୁବେଳେ ମନେ ରଖିଥିବେ, ଲିଥିକ୍ର ଅର୍ଥ ହଉଛି ଷ୍ଟୋନ୍। ଲିଥିକ୍ର ଅର୍ଥ ହଉଛି ଷ୍ଟୋନ୍, ଆଉ ପେଲିଓର ଅର୍ଥ ହଉଛି ଓଲ୍ଡ, ଠିକ୍ ଅଛି। ତ ଯୋଉ ଏଇ ତିନିଟା ଏଜ୍କୁ ଆମେ ଆଉ ଗୋଟେ ଜିନିଷ ବି କହୁଛି, ଷ୍ଟୋନ୍ ଏଜ୍ କୁହାଯାଏ। କ'ଣ କୁହାଯାଏ? ଷ୍ଟୋନ୍ ଏଜ୍। ଆଉ ପେଲିଓଲିଥିକ୍ ମାନେ ତାର ଅର୍ଥ ହଉଛି ଓଲ୍ଡ ଷ୍ଟୋନ୍ ଏଜ୍। କୋଉ ଏଜ୍? ଓଲ୍ଡ ଷ୍ଟୋନ୍ ଏଜ୍, ବୁଝିଲେ? ସେମିତି ମେଜୋ ମାନେ ମିଡିଲ୍, ଓଲ୍ଡ, ମେଜର ଅର୍ଥ ହଉଛି ମିଡିଲ୍, ମିଡିଲ୍, ଆଉ ଲିଥିକ୍ର ଅର୍ଥ ହଉଛି ଷ୍ଟୋନ୍। ତ ଆର ଅର୍ଥ ହଉଛି କ'ଣ? ମିଡିଲ୍ ଷ୍ଟୋନ୍ ଏଜ୍। ଆଉ ନିଓଲିଥିକ୍ ଏଜ୍ର ଅର୍ଥ ଆପଣ ଜାଣିଥିବେ, ନିଓ ମାନେ ନ୍ୟୁ।
ନ୍ୟୁ ଷ୍ଟୋନ୍ ଏଜ୍। ତ ବେସିକାଲି ଯେତେବେଳେ ଆମେ କହିବାକୁ ଗଲେ ଯଦି ଆମେ କହିବା ସଭ୍ୟତା ଷ୍ଟାର୍ଟ ହେଇଛି ମାନେ ଯେତେବେଳେ ଜୀବଜନ୍ତୁ ବି ଦେଖାଗଲା ମାନଙ୍କର 30 ଲକ୍ଷ ବର୍ଷ ପୂର୍ବରୁ ଦେଖାଗଲା 30 ଲକ୍ଷ ବର୍ଷ ପୂର୍ବରୁ 10,000 ବର୍ଷ ପର୍ଯ୍ୟନ୍ତ ଆମର କେବଳ କେବଳ କଣ ସେଇ ସମୟଟାକୁ 30 ଲକ୍ଷ ବର୍ଷରୁ 10 ହଜାର ବର୍ଷ ପର୍ଯ୍ୟନ୍ତ ସମୟକୁ ଆମେ କେବଳ ପେଲିଓଲିଥିକ ଏଜ୍ କହୁଛେ। କୋଉ ଏଜ୍ କହୁଛେ? ପେଲିଓଲିଥିକ ଏଜ୍। 10ରୁ ପରେ 10 ପରେ ଆମର ଆସିବ 9, 9ରୁ 4 ଯାଇ ଯୋଉ ଏଜ୍ଟା ରହିଲା ସେଇଟାକୁ ମେଜୋଲିଥିକ ଏଜ୍। ଠିକ ଅଛି। ଆଉ ମେଜୋଲିଥିକ ଏଜ୍ ଏଠି କନଫ୍ୟୁଜ ହବାର କିଛି କାରଣ ନାହିଁ। କୋଉଠି ଦେଖନ୍ତୁ ଆପଣ ଭାବିଥିବେ ହିଷ୍ଟ୍ରିଟା ଦେଖନ୍ତୁ, ହିଷ୍ଟ୍ରି ଯେତେବେଳେ ହୁଏ ଆମେ ସବୁବେଳେ ହିଷ୍ଟ୍ରିଟାକୁ ପଢିଲା ବେଳକୁ କଣ ଟାଇମ ଲାଇନରେ ଡିଭାଇଡ କରିଦିଅନ୍ତି, କିନ୍ତୁ ସେମିତି ହୁଏନି। ଗୋଟେ ଜାଗାରେ ପେଲୋଲିଥିକ ଚାଲିଲା ବେଳକୁ ଆଉ ଗୋଟେ ଜାଗାରେ ମେସୋଲିଥିକ ବି ଚାଲିପାରେ। ଗୋଟେ ଜାଗାରେ ମେଜୋଲିଥିକ ଚାଲିଲା ପରେ ଆଉ ଗୋଟେ ଜାଗାରେ ନ୍ୟୁଲିଥିକ ଏଜ୍ ଚାଲିପାରେ, ମାନେ କୋଉଟା ଅଧିକ ମଡର୍ନ କୋଉଟା କମ ମଡର୍ନ। ତ ନିଓଲିଥିକ ର ଯୋଉ ଟାଇମ ପିରିୟଡ ପାଖାପାଖି କଣ ଧରାଯାଇଛି 7K ରୁ 1000K। ମାନେ ଡାଉଟ କଣ ଆସିବ ସମସ୍ତଙ୍କର, ସାର୍ ଏଠି ତ ସରିଲା ମେଜୋଲିଥିକ 4,000 ବର୍ଷରେ, ତ ନିଓଲିଥିକ ପୁଣି 7,000 ବର୍ଷରେ ପୁଣି ଷ୍ଟାର୍ଟ ହେଇଗଲା। ସିମ୍ପଲ ଆର ଆନ୍ସର ହଉଛି ମେଜୋଲିଥିକ କୋଉଠି କୋଉଠି ସରି ନଥିବ, ସେଠି କଣ ଷ୍ଟାର୍ଟ ହେଇଯାଇଥିବ ଆମର ନିଓଲିଥିକ ଷ୍ଟାର୍ଟ ହେଇଯାଇଥିବ ଆଉ କିଛି ଜାଗାରେ ଆଡଭାନ୍ସ ହେଇଯାଇଥିବ। କୋଉ ଜାଗାଟା ଟିକେ ଲୋ ଆଡଭାନ୍ସ ହେଇକି ଥିବ, କୋଉ ଜାଗାଟା ଅଧିକ ଆଡଭାନ୍ସ ହେଇଯାଇଥିବ। ତ କୋଉ ଜାଗାରେ ନିଓଲିଥିକ ମେଜୋଲିଥିକ ମାନଙ୍କର ଏବେ ଆମେ ଯଦି କହିବା ଦିଲ୍ଲୀରେ ଯଦି ମେଜୋଲିଥିକ ଚାଲିଛି ଅଧିକ ଆଡଭାନ୍ସ, ସାଉଥ ବାଲା ଆଡଭାନ୍ସ, ସାଉଥରେ ନିଓଲିଥିକ ଚାଲିଥାଇପାରେ। ସେମିତି ଭାବିବେ। ତାପରେ ଆସିଲା ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଜ୍ ଯୋଉଟା କି ହଉଛି ଚାଲକୋଲିଥିକ ଏଜ୍। କୋଉ ଏଜ୍? ଚାଲକୋଲିଥିକ ଏଜ୍। ଏଜ୍ ଗୁଡାକର ମିନିଂ ଗୁଡାକ ମନେ ରଖିବେ, ଆପଣଙ୍କୁ ସେତେ ଡିଟେଲ ଯିବା ଦରକାର ନାହିଁ, ଖାଲି ମନେ ରଖିବାର ଅଛି ପେଲିଓଲିଥିକ ଏଜ୍ ର ଅର୍ଥ କଣ, ମେଜୋଲିଥିକ ଏଜ୍ ର ଅର୍ଥ କଣ, ନିଓଲିଥିକ ଏଜ୍ ର ଅର୍ଥ କଣ। ଷ୍ଟୋନ ଏଜ୍ ର ତିନିଟା ଏଜ୍। ଏ ତିନିଟା ଏଜ୍ ମାନେ ଓଲ୍ଡ ଷ୍ଟୋନ ଏଜ୍, ମିଡିଲ ଷ୍ଟୋନ ଏଜ୍ ଆଉ ନ୍ୟୁ ଷ୍ଟୋନ ଏଜ୍। ତାପରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଆମର ଚାଲକୋଲିଥିକ ଏଜ୍। ଚାଲକୋଲିଥିକ ଏଜ୍ ର ଅର୍ଥ ହଉଛି କଣ ହେଲା ଆମର ମେନଲି ଏଇଟା କଣ ହେଲା ଆମର ଯୋଉ ହରପ୍ପାନ ସିଭିଲାଇଜେସନ ଏଇ ସମୟରେ ଦେଖାଯାଇଥିଲା। ହରପ୍ପାନ ସିଭିଲାଇଜେସନ କପର ବିଷୟରେ ଧାରଣା ଥିଲା, ତ ହରପ୍ପାନ ସିଭିଲାଇଜେସନ ସମୟରେ ଆମର ଚାଲକୋଲିଥିକ ଏଜ୍ ଟା ଆମେ କୁହାଯାଏ। କୋଉ ସିଭିଲାଇଜେସନ ରେ? ହରପ୍ପାନ ସିଭିଲାଇଜେସନ ରେ। ହରପ୍ପାନ ସିଭିଲାଇଜେସନ ଯେତେବେଳେ ହେଲା ତା ପୂର୍ବରୁ ଜାଣି ଦିଅନ୍ତୁ ଚାଲକୋଲିଥିକ ର ଅର୍ଥ ହଉଛି କଣ। ଚାଲକୋର ଅର୍ଥ ହଉଛି କପର, ଚାଲକୋର ଅର୍ଥ ହଉଛି କପର, ଆଉ ଲିଥିକ ର ଅର୍ଥ ହଉଛି ଷ୍ଟୋନ। ତ ଚାଲକୋଲିଥିକ ର ଅର୍ଥ ହଉଛି କପର ଆଉ ଷ୍ଟୋନ ଏଜ୍। ଚାଲକୋଲିଥିକ ର ଅର୍ଥ କଣ? କପର ଆଉ ଷ୍ଟୋନ ଏଜ୍। ମାନେ ଏଇ ସମୟରେ ଯୋଉ ଚାଲକୋଲିଥିକ ଏଜ୍ ସମୟରେ ଆମର 3,500 ରୁ 1000 BC ମଧ୍ୟରେ କଣ ସମସ୍ତେ କଣ କଣ ୟୁଜ କରୁଥିଲେ? କପର ଗୁଡାକ ୟୁଜ କରୁଥିଲେ, ତା ସହିତ ଷ୍ଟୋନ ୟୁଜ କରୁଥିଲେ। କଣ ୟୁଜ କରୁଥିଲେ? ଷ୍ଟୋନ। ଚାଲକୋଲିଥିକ ଏଜ୍ ପରେ ପରେ ହିଁ ଯେତେବେଳେ ଆମର ବେଦିକ ଏଜ୍ ଗୁଡାକ ଆସିଲା, ବେଦିକ ଏଜ୍ ସମୟରେ ଆମର କଣ ହେଇଥିବ ହରପ୍ପାନ ସିଭିଲାଇଜେସନ ପରେ ଯୋଉ ବେଦିକ ଏଜ୍ ଟା ଆସିଲା, ସେ ବେଦିକ ସମୟରୁ ହିଁ ଆମେ କଣ ବ୍ୟବହାର କରିବା ଷ୍ଟାର୍ଟ କଲେ? ଆମର ଆଇରନ୍ ବ୍ୟବହାର କଲେ। ସେଥିପାଇଁ ସେ ଏଜ୍ ଟାକୁ ଆମେ କଣ କହୁଛେ? ଆଇରନ୍ ଏଜ୍ କହୁଛେ। ଠିକ ଅଛି। ତ ମଣିଷ ଯୋଉ ସଭ୍ୟତା ଆସିଲା ଆମେ ସିମ୍ପଲି କଣ କହିପାରିବା? ପ୍ରଥମେ ସେମାନେ ଷ୍ଟୋନ ବ୍ୟବହାର କଲେ, ତାପରେ ସେମାନେ କିଛି ମାନେ ବହୁତ ଦିନ ପରେ କପର ବ୍ୟବହାର କଲେ, ତାପରେ ସେମାନେ ଆଇରନ୍ କୁ ଆସିଲେ। ତ ଏଇଟା ବି କ୍ୱେଶ୍ଚିନ୍ ଆସିପାରିବେ, କପର ଫାଷ୍ଟ ମଣିଷ ଉଦ୍ଭାବନ କରିଥିଲା ନା ଆଇରନ୍ ଫାଷ୍ଟ ମଣିଷ ଉଦ୍ଭାବନ କରିଥିଲା? ସୋ ଦି ଆନ୍ସର ଉଡ୍ ବି କପର। କପରଟାକୁ ସେମାନେ ପ୍ରଥମେ ବ୍ୟବହାର କରିଥିଲେ, ତାପରେ ଆଇରନ୍ ର ଉଦ୍ଭାବନ ହେଇଥିଲା। ଆଉ ଯୋଉ ଷ୍ଟୋନ ଏଜ୍ କଥା ଗୁଡାକ ହେଲା, ଦେଖ ଏଇଟା ଟିକେ ମନେ ରଖିଥିବେ, ଷ୍ଟୋନ ଏଜ୍ ସମୟରେ ପ୍ରଥମେ ଯୋଉ ଷ୍ଟୋନ ଏଜ୍ ଗୁଡାକ ବ୍ୟବହାର କରୁଥିଲେ ସେଇଟା ଗୋଟେ ଲାର୍ଜ ଷ୍ଟୋନ ଗୁଡାକୁ ବ୍ୟବହାର କରୁଥିଲେ। ବୁଝିଲେ ନା ନାଇଁ? ଫାଷ୍ଟରେ ଯୋଉ ଷ୍ଟୋନ ଗୁଡାକ ବ୍ୟବହାର କରୁଥିଲେ ଯୋଉ ଆମର ପାଲୋଲିଥିକ ଏଜ୍ ରେ, ସେତେ ତାଙ୍କର ଆଇଡିଆ ନଥିଲା, ତ ସେମାନେ ତାଙ୍କର କଗ୍ନିଜିସନ ଏବିଲିଟି ବି ସେତେ ନଥିଲା, ମାନେ ଚିନ୍ତନ ଶକ୍ତି ବି ସେମାନେ ସେତେ ନଥିଲା। ସେମାନେ ଫାଷ୍ଟ ପାଲୋଲିଥିକ ଏଜ୍ ରେ ସେମାନେ କଣ ଭାବୁଥିଲେ? ଯଦି ଆମେ ବଡ ପଥରଟା ଧରିବା ତାହେଲେ ଆମର ଭଲ କାମ ହବ। ଠିକ ଅଛି। ତ ସେମାନେ ଲାର୍ଜ ଷ୍ଟୋନ ୟୁଜ କରୁଥିଲେ। ଫାଷ୍ଟ ପାଲୋଲିଥିକ ସମୟରେ କୋଉ ଷ୍ଟୋନ ୟୁଜ କରୁଥିଲେ? ଲାର୍ଜ ଷ୍ଟୋନ। ହଁ, ହ୍ୟାଣ୍ଡ କିଏ ରାଇଜ କରିଛନ୍ତି? କଣ କ୍ୱେଶ୍ଚିନ୍ ଅଛି କାର? ସାର୍, ଏଇ ଯୋଉ ହଁ Yes, sir. ପାଲିଓଲିଥିକ ନମସ୍କାର। ଏଜ ଟା 10,000 ବର୍ଷରେ ଏଇଟା ସରିଲା, ଆଉ ମେସୋଲିଥିକ ହଁ। ଟା 9,000 ବର୍ଷରେ ଷ୍ଟାର୍ଟ ହେଲା, ତ ସେ 1,000 ବର୍ଷ ଗ୍ୟାପ ଟା କୋଉଠି ରହିଲା? 9,001 ଠୁ 10,000 ପର୍ଯ୍ୟନ୍ତ କୁଆଡେ ଗଲା? ଦେଖନ୍ତୁ, ମୁଁ ସେଇଟା ହିଁ କହୁଥିଲି ଆପଣଙ୍କୁ, ମାନେ ଯୋଉ ବୁଝେଇଲି ଆପଣଙ୍କୁ 5 ମିନିଟ କଣ ବୁଝେଇଲି ଦେଖନ୍ତୁ।
ମାନେ ଆମେ କେବେ ବି କହିପାରିବାନି ହିଷ୍ଟ୍ରି କେବେ ବି କଣ୍ଟିନ୍ୟୁସ୍ ନାହିଁ। ଆମେ ସୁବିଧା ପାଇଁ କଣ ପଡୁଛେ, ଫାଷ୍ଟ ଏଇଟା ହେଲା ତାପରେ ସେଇଟା ହେଲା, ବୁଝିଲେ ନା ନାଇଁ? ପେଲୋଲିଥିକ ଆସିଲା ତାପରେ ମେଜୋଲିଥିକ ଆସିଲା ତାପରେ ନିଓଲିଥିକ ଆସିଲା। ଆମେ ସେଇଟା ସୁବିଧା ପାଇଁ କରୁଛେ। କଣ ପାଇଁ କରୁଛେ? ସୁବିଧା ପାଇଁ। କିନ୍ତୁ ହିଷ୍ଟ୍ରି କେବେ ବି କଣ୍ଟିନ୍ୟୁସ୍ ନାହିଁ। ଏଇ ଯୋଉ ଆପଣ କହିଲେ 30 ଲକ୍ଷରୁ 10,000 ମଧ୍ୟରେ ଆମର ପେଲୋଲିଥିକ ଆସିଲା, ଠିକ ଅଛି। 10,000 ପରେ ମାନେ ଆପଣଙ୍କର ଥିବା କଥା ଯଦି 10,000 ହେଲା, 10,000 ତଳକୁ 9,999ରୁ ଆମର 9,000 ଯାଇ ଯୋଉ ସମୟଟା ହେଲା, ସେ ସମୟଟା କୁଆଡେ ଗଲା? ଏଇଟା ହିଁ କୋଶ୍ଚିନ୍ ନା। ସେଇ କୋଶ୍ଚିନ୍ଟା ଦେଖନ୍ତୁ, କୋଶ୍ଚିନ୍ ହଉଛି ଏଇ ସମୟରେ ଟ୍ରାନଜିକ୍ସନ ପିରିୟଡ଼ ଥିବ। ସେଇ ସମୟରେ ଯୋଉ ପିରିୟଡ଼ଟା ଥିବ ସେ କୋଉଠି ବି କ୍ଲାସିଫାଇ କରୁନଥିବ। ଆମର ପେଲୋଲିଥିକ ଏଜରେ ବି କ୍ଲାସିଫାଇ କରୁନଥିବ କି ମେଜୋଲିଥିକ ଏଜରେ ବି କ୍ଲାସିଫାଇ କରୁନଥିବ। ବୁଝିପାରିଲେ? ମାନେ ସେଇଟା ଗୋଟେ ଟ୍ରାନଜିକ୍ସନ ପିରିୟଡ଼ ଥିବ। ଆଜ୍ଞା ସାର୍। ଠିକ ଅଛି। ଠିକ। ତ ହଁ, ତ ଆମେ ସିମ୍ପଲି କଣ ଜାଣିଲେ, ଷ୍ଟୋନ ବ୍ୟବହାର ହେଲା, ତାପରେ କପର ବ୍ୟବହାର ହେଲା, ତାପରେ ଆଇରନ୍ ବ୍ୟବହାର ହେଲା। ଷ୍ଟୋନ ଗୁଡାକ ଯୋଉ ବି ବ୍ୟବହାର ହଉଥିଲା, ଷ୍ଟୋନ ଗୁଡାକ ପ୍ରଥମେ ଲାର୍ଜ ଷ୍ଟୋନ ବ୍ୟବହାର ହଉଥିଲା। ତାପରେ ଯୋଉ ଷ୍ଟୋନ ଗୁଡାକ ବ୍ୟବହାର କଲେ ମାନେ ସାର୍ ପେଲୋଲିଥିକ ଏଜରେ। ହଁ 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 ସାର୍ ମୋର ଡାଉଟ୍ ଗୋଟେ ଥିଲା ସାର୍, ମୁଁ ହିଁ ହାତ ଉଠେଇଥିଲି। ସେ ଯୋଉ ହଁ ଆପଣ ହଁ କହିଲେ ଯେ ଚାଲକୋଲିଥିକ ଏଜ ରେ କପର ହଁ ବ୍ୟବହାର ଆରମ୍ଭ ହେଇଥିଲା, ସେ ତା ହଁ ଅର୍ଥ ଯେ ଯୋଉ ପ୍ୟାଲେୋଲିଥିକ ଟୁ ନେଇକି ଯେ ନିଓଲିଥିକ ଯାଏ କେବଳ ଷ୍ଟୋନ ହିଁ ବ୍ୟବହାର ହେଉଥିଲା, ଷ୍ଟୋନ ହିଁ କପର ସେ ବ୍ୟବହାର ପର୍ଯ୍ୟନ୍ତ ହେଇଥିଲା। ହଉନଥିଲା। ନା ନା, ଓକେ ସାର୍, ତାହେଲେ ଚାଲକୋଲିଥିକ ପିରିୟଡ ଠାରୁ ହିଁ ଆରମ୍ଭ ହେଇଥିଲା କପର ଆରମ୍ଭ। କପରର ବ୍ୟବହାର, ରାଇଟ। ଓକେ ଠିକ ଅଛି ସାର୍, ଆଜ୍ଞା ବୁଝିଲି, ଠିକ ଅଛି। ଧନ୍ୟବାଦ ସାର୍। ହଁ ହଁ, ତାର ମିନିଂ ଗୁଡାକୁ ବୁଝିବେ। ଆପଣଙ୍କ ପାଇଁ ଇମ୍ପୋର୍ଟାନ୍ସ କଣ ରହିଲା? ପାଲିଓଲିଥିକ ଏଜ ମାନେ ଆର ଅର୍ଥଟା କଣ? ଓଲ୍ଡ ଷ୍ଟୋନ। ମାନେ ଏଇଠି ଓଲ୍ଡ ରହିଲା ଆଉ ଷ୍ଟୋନ ରହିଲା, କିଛି ନୂଆ ୱାର୍ଡ କିଛି ଆସିଲାନି ନା ଏଠି। ମେଜୋଲିଥିକ ମାନେ ମିଡିଲ ଷ୍ଟୋନ, କିଛି ନୂଆ ପଦାର୍ଥ କିଛି ଆସିଲାନି। ନିଓଲିଥିକ ମାନେ ନ୍ୟୁ ଷ୍ଟୋନ, କିଛି ନୂଆ ଆସିଲାନି। କିନ୍ତୁ ଚାଲକୋଲିଥିକ ମାନେ କଣ କହିଛି? କପର ଆଉ ଷ୍ଟୋନ କହିଲା। ବୁଝିଲେ ନା? ଷ୍ଟୋନ ବ୍ୟବହାର ହଉଛି ଆଜ ୱେଲ ଆଜ କପର ବ୍ୟବହାର ହଉଛି। ବୁଝିପାରିଲେ? ତ ନାଁରୁ ହିଁ ଆପଣ ଜାଣିଦେବାକୁ ପଡିବ କୋଉ ଏଜରେ କୋଉଟା ହେଲା। ତ ଏଇ ତିନୋଟି ମଧ୍ୟରେ କେବେ ବି କପର ଉଦ୍ଭାବନ ହେଇନଥିଲା। ଏଇଠୁ 3,500 ପରେ କପର ହେଲା, 1,000 ପାଖାପାଖି ବିସି ବେଳକୁ ଆମର କଣ ହେଲା? ଆଇରନ୍ ଉଦ୍ଭାବନ ହେଲା ବେଦିକ ଟାଇମରେ। ଓକେ। ହଁ, ତ ମେଇନଲି କଥା କଣ କହୁଛି, ଯୋଉ ପେଲୋଲିଥିକ ସମୟରେ ସେମାନେ କଣ ଲାର୍ଜ ଷ୍ଟୋନ ଗୁଡାକ ବ୍ୟବହାର କରୁଥିବେ। ତାପରେ ମେଜୋଲିଥିକ ସମୟରେ ଯୋଉ ଷ୍ଟୋନ ଗୁଡାକୁ ବ୍ୟବହାର କରୁଥିବେ, ସେମାନେ ସ୍ମଲ୍ ଷ୍ଟୋନ ବ୍ୟବହାର କରିବା ଷ୍ଟାର୍ଟ କରିବେ। କିନ୍ତୁ ନିଓଲିଥିକ ଟାଇମରେ ସେମାନେ ସାର୍ପ ଷ୍ଟୋନ ଗୁଡାକୁ ବ୍ୟବହାର କରିବା ଷ୍ଟାର୍ଟ କରିବେ। ସାର୍ପ ଚାଲାକ ହେବେ, ମାନେ ଧୀରେ ଧୀରେ ମଣିଷ କଣ ହଉଥିବ, ତାର କଗ୍ନିସନ ଏବିଲିଟି ବଢୁଥିବ। ବଡ ପଥର ବ୍ୟବହାର କରିବ, ସେ ଭାବୁଥିବ ବଡ ପଥରଟେ ବଡ କାମ କରିବ। ତାପରେ ନାଇଁ, ବଡ ପଥର ନବାରେ ଆମକୁ କନଭିନିଏନ୍ସ ହଉନି, ତାପରେ ଛୋଟ ପଥର ବ୍ୟବହାର କରିବ। ଛୋଟ ପଥର ବ୍ୟବହାର କଲା ପରେ ଭାବିବ ନା, ଆମକୁ ଛୋଟ ପଥରରେ କିଛି ଫାଇଦା ହଉନି, ଆମେ ତାକୁ ତୀକ୍ଷ୍ଣ କରିବା, ଧାର କରିବା। ସେ ଧାର କରିବା ବ୍ୟବହାର କରିବ ନିଓଲିଥିକ ଏଜରେ। ସେମିତି ଧୀରେ ଧୀରେ ଡେଭଲପ ହବ। ବୁଝିପାରିଲେ? ଆଉ ପେଲୋଲିଥିକ ଏଜରେ ଆଉ ଗୋଟେ କଥା ମନେ ରଖିବେ, ଏଇ ପେଲୋଲିଥିକ ଏଜ ସମୟରେ ସେମାନେ ସେଟଲମେଣ୍ଟ କେବେ ବି କରିନଥିବେ। ତ ସେଟଲମେଣ୍ଟ କଥା କହୁଛି, ମାନେ ଗୋଟେ ଗୋଟେ ଜାଗାରେ ରହିବା କଥା, ସେମାନେ ପେଲୋଲିଥିକ ଏଜରେ ଜାଣି ହିଁ ନଥିବେ। ଠିକ ଅଛି। ମେସୋଲିଥିକ ଏଜ ସରୁ ସରୁ ସେମାନେ କ୍ୟାଟେଲ ଗୁଡାକୁ ନିଜ ସହିତ ରଖିବା ଷ୍ଟାର୍ଟ କରିବେ। କାହିଁକି? ଯେତେବେଳେ ହାର୍ସ କଣ୍ଡିସନ ହେଇଯିବ, ଥଣ୍ଡା ବହୁତ ହେଇଯିବ, ସେମାନେ ଆଉ ହଣ୍ଟିଂ କରିପାରିବେନି। ସେଥିପାଇଁ କ୍ୟାଟେଲ ଗୁଡାକୁ ନିଜ ପାଖରେ ରଖିବା ଷ୍ଟାର୍ଟ କରିବେ ମେଜୋଲିଥିକ ଏଜରେ। ସେ କ୍ୟାଟେଲ ମାନଙ୍କୁ ରଖିବା ପାଇଁ କ୍ୟାଟେଲ ମାନଙ୍କୁ ଗୋଟେ ଜାଗାରେ ସେମାନେ ବାନ୍ଧିବା ଷ୍ଟାର୍ଟ କରିବେ। ବାନ୍ଧିବା ଯେତେବେଳେ ଷ୍ଟାର୍ଟ କରିବେ, ସେମାନେ ସେଇ ନିଜର କ୍ୟାଟେଲ ଫାର୍ମ ପାଖରେ ହିଁ ସେମାନେ ଘର କରିକି ରହିବା ଷ୍ଟାର୍ଟ କରିବେ। କ୍ୟାଟେଲ ଫାର୍ମ ପାଖରେ ରହିବା ଯୋଗୁଁ ସେମାନେ କଣ ହେଲା, ଗୋଟେ ବସତି ସ୍ଥାପନ କରିଦେବା ଷ୍ଟାର୍ଟ କରିବେ ମେଜୋଲିଥିକ ଏଜରେ। ବସତି ସ୍ଥାପନ କଲା ପରେ ହିଁ କଣ ହବ, ସେମାନେ ଜାଣିବେ ଆମେ କେବଳ କ୍ୟାଟେଲ ଉପରେ ଖାଲି ଆମେ ଡିପେଣ୍ଡେଣ୍ଟ ହବାନି, ଆମେ ଫାର୍ମିଂ କରିବା ବି ଷ୍ଟାର୍ଟ କରିବେ। ଏଣ୍ଡ ଅଫ ଦି ମେଜୋଲିଥିକ ଏଜ ଫାର୍ମିଂ କରିବା ଷ୍ଟାର୍ଟ କରିବେ। ନିଓଲିଥିକ ଏଜ ବେଳକୁ ଫାର୍ମିଂ ଟିକେ ଟିକେ ୱାଇଡ ସ୍ପେର ଡେଭଲପ ହବା ଷ୍ଟାର୍ଟ ହବ। ସବୁର ଗୋଟେ ଖାଲି ଟିକେ ସିକ୍ୱେନ୍ସ ମନେ ରଖନ୍ତୁ, ଏତେ ଡିଟେଲ ଆପଣଙ୍କୁ ଦରକାର ନାହିଁ। ଠିକ ଅଛି। ଏଇ ସ୍ଲାଇଡରେ ଯଦି ମନେ ରଖିବା ଜିନିଷ କଣ ଅଛି, ଏଇ ପାଞ୍ଚଟାର ଅର୍ଥ କଣ, ଆଉ ଟାଇମ ଲାଇନର ଗୋଟେ ରଫ୍ ଆଇଡିଆ ହବାର ଅଛି। ଆଉ ଯୋଉ ଆମର ହରପ୍ପାନ ସିଭିଲାଇଜେସନଟା ହେଇଥିଲା, ମେନଲି କୋଉଠି ହେଇଥିଲା? ଚାଲକୋଲିଥିକ ଏଜ ସମୟରେ ହେଇଥିଲା। ଦ୍ୟାଟ୍ସ ଇଟ୍। ଏତିକି ଆପଣ ଯଦି ରଖିଲେ ଏ ସ୍ଲାଇଡରେ କାମ ସରିଗଲା। ଆଉ କିଛି ଏ ସ୍ଲାଇଡରେ ଆପଣଙ୍କୁ ମନେ ରଖିବା ଦରକାର ନାହିଁ। ଦେଖନ୍ତୁ, ଏଠି ପୁରା ଡିସ୍କସନ ମାନେ ମେନଲି କଣ, ପୁରା ବୋଲ୍ଡଲି ଡିସ୍କସନ ହେଇଛି। 5 ପିରିୟଡ଼ ଡିଭାଇଡ କରାଯାଇଛି, ଯୋଉଟା କି ଆମେ ଡିସ୍କସନ କଲେ ଅଲରେଡି। ତ ଏଠି କଣ, ଏଟା ପ୍ରି ହିଷ୍ଟ୍ରି କାହିଁକି କୁହାଯାଏ? ମୁଁ ଯୋଉଟା କହୁଥିଲି, ଆର କିଛି ରେକର୍ଡ ନାହିଁ। नो ରିଟେନ୍ ରେକର୍ଡ ଆର୍ ଫାଉଣ୍ଡ। ପ୍ରୋଟୋ ହିଷ୍ଟ୍ରି ପ୍ରି ହିଷ୍ଟ୍ରି ମଧ୍ୟରେ ଡିଫରେନ୍ସିଏସନ ଏଇଟା ହିଁ, ପ୍ରୋଟୋ ହିଷ୍ଟ୍ରିର ଆମକୁ କିଛି ରିଟେନ୍ ରେକର୍ଡ ମିଳିଯାଏ, କିନ୍ତୁ ପ୍ରି ହିଷ୍ଟ୍ରି ଯୋଉ ସମୟ ଗୁଡ଼ା ଅଛି, ପ୍ରି ହିଷ୍ଟ୍ରି ସମୟରେ ଆମକୁ କିଛି ରିଟେନ୍
ଡକୁମେଣ୍ଟ ମିଳେନି। ଠିକ ଅଛି। ନା ଯଦି ମନେ ରଖିବେ, ଫାଷ୍ଟ ଏଇ ଜିନିଷଟା ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଯଦି ଆସିଲା, ପିଜିଟି ହିଷ୍ଟ୍ରି ମାନଙ୍କର କ୍ୱେଶ୍ଚନ୍ ଆସେ ଏଇଟା। ଯୋଉମାନେ ମନେ ରଖୁଛନ୍ତି ଖାଲି ଟିକେ ଆଇଡିଆ ରଖିକି ମନେ ରଖିବେ। ରବର୍ଟ ବ୍ରୁସ୍ ଫୁଟ୍, ସିଏ ହେଇଥିଲେ ଯେ ଫାଷ୍ଟ, ଯିଏକି ଗୋଟେ ଫାଷ୍ଟ ପେଲିଓଲିଥିକ ଟୁଲ ଡିସ୍କଭର କରିଥିଲେ। କୋଉ ଭାବରେ ସେମାନେ ପେଲିଓଲିଥିକ ଟୁଲ ଡିସ୍କଭର କରିଥିବେ, ମାନେ କିଛି ଟୁଲ ପାଇଲେ ଗୋଟେ ଜାଗାରୁ, ତାକୁ ସେ କାର୍ବନ ଡେଟିଂ କରିଥିବେ। କଣ କରିଥିବେ? କାର୍ବନ ଡେଟିଂ। କାର୍ବନ ଡେଟିଂ ମାନେ କଣ? ମାନେ ସିଏ ଜଣା ପଡିଯିବ ସେ ଯୋଉ ବସ୍ତୁଟା ଅଛି କେତେ ବର୍ଷ ପୁରୁଣା। ଠିକ ଅଛି। ତ ଫାଷ୍ଟ ପେଲିଓଲିଥିକ ଟୁଲ, 10,000 ବର୍ଷ ପୂର୍ବର ଟୁଲଟା କିଏ ଡିସ୍କଭର କରିଥିଲେ? ରବର୍ଟ ବ୍ରୁସ୍ ଫୁଟ୍। ଆଉ ସେ ଟୁଲର ନାଁ ହଉଛି ପୋଲାଭରମ ହ୍ୟାଣ୍ଡ ଏକ୍ସ। ପୋଲାଭରମ ଜାଗାରେ ସେ ଯୋଉ ହ୍ୟାଣ୍ଡ ଏକ୍ସଟା ପାଇଥିଲେ, ସେଇଟା ଥିଲା ଆମର ଫାଷ୍ଟ ପେଲିଓଲିଥିକ ଟୁଲ। ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିପାରିବ ଯଦି ଟିକେ ଭିତରୁ ପଚାରେ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଇପାରିବ। ସେଥିପାଇଁ ସେଥିପାଇଁ ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଇଗଲା। ସେଥିପାଇଁ ରବର୍ଟ ବ୍ରୁସ୍ ଫୁଟକୁ କଣ କୁହାଯାଏ? ଫାଦର ଅଫ ପ୍ରି ହିଷ୍ଟୋରିକ ଆର୍କିଓଲୋଜି। ତାକୁ କଣ କୁହାଯାଏ? ଫାଦର ଅଫ ପ୍ରି ହିଷ୍ଟୋରିକ ଆର୍କିଓଲୋଜି। ହଁ, କିଏ କହୁଛନ୍ତି PYQ 2021? ହଁ ଠିକ ଅଛି, PYQ ରେ ଆସିଥିଲା ଏଇଟା। ଏସବୁ ଗୁଡାକ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ, ଏସବୁ ଗୁଡାକ ବୁଝିଲେ, ସବୁ ମନେ ରଖିବେ। ତ ରବର୍ଟ ବ୍ରୁସ୍ ବି ଫୁଟକୁ ସେଥିପାଇଁ କଣ କୁହାଯାଏ? ଫାଦର ଅଫ ପ୍ରି ହିଷ୍ଟୋରିକ ଆର୍କିଓଲୋଜି ବୋଲି ଆମ କୁହାଯାଏ। ତ ଏଇ ଦିଟା ଯୋଉ କ୍ୱେଶ୍ଚିନ୍ ଅଛି, ତ ବହୁତ ଇମ୍ପୋର୍ଟାଣ୍ଟ ଆସିବ, ମାନେ ବହୁତ ଇମ୍ପୋର୍ଟାଣ୍ଟ ଏହାକୁ ରଖିବେ। ଖାଲି ଯିଏ ସର୍ଟ ନୋଟ୍ ବନାଉଛନ୍ତି, ସମସ୍ତେ ତ ଲଙ୍ଗ ନୋଟ୍ ବନାଉଥିବେ, ସର୍ଟ ନୋଟ୍ ବନେଇବା ଷ୍ଟାର୍ଟ କରନ୍ତୁ। ଖାଲି ନାଁଟା ମନେ ରଖନ୍ତୁ, ରବର୍ଟ ବ୍ରୁସ୍ ଫୁଟ୍। ମାନେ ନାଁଟା ଯଦି ମନେ ରହିଯାଇଥିବ ବି, ସେତେବେଳେ ଅପସନ ଦେଖିଲେ ଆସିଯିବ କିଛି ନା କିଛି ମାଇଣ୍ଡକୁ। ବେଶୀ କିଛି ଲେଖିବେନି, ଖାଲି ନାଁଟା ମନେ ରଖିଥିବେ, ରବର୍ଟ ବ୍ରୁସ୍ ଫୁଟ୍, ତାଙ୍କ ନାଁଟା ଲେଖିଥିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଆମର ଯୋଉ ଆର୍କିଓଲୋଜିଷ୍ଟ ଥିଲେ, ସିଏ ହଉଛନ୍ତି ସାର୍ ମର୍ଟିମର ୱେଲର। କଣ୍ଟ୍ରିବ୍ୟୁଟେଡ୍ ଟୁୱାର୍ଡ ନଲେଜ ଅଫ ଦି ପ୍ରି ହିଷ୍ଟୋରିକ କଲଚର ଇନ୍ ଇଣ୍ଡିଆ। ମାନେ ଯୋଉ ପ୍ରି ହିଷ୍ଟୋରିକ କଲଚର ଉପରେ, ଯୋଉ ପ୍ରି ହିଷ୍ଟୋରିକ ଜିନିଷ ଉପରେ ଆଉ ଜଣେ ବହୁତ ଆମର ଆର୍କିଓଲୋଜିଷ୍ଟ କାମ କରିଥିଲେ। ସେଇ ଆର୍କିଓଲୋଜିଷ୍ଟ ହଉଛନ୍ତି ସେମାନେ ଆମର ସାର୍ ମର୍ଟିମର ୱିଲର। ଠିକ ଅଛି। ସାର୍ ପଚାରୁଛନ୍ତି କୋଉ ବୁକ୍ ଆମେ ଫଲୋ କରିବା ଦରକାର। ଆପଣ କୋଉଟା ମାନେ କଣ ପ୍ରିପେୟାର କରୁଛନ୍ତି, ସେଇଟା ଡିପେଣ୍ଡ କରୁଛି। ଠିକ ଅଛି। ମାନେ ଯଦି ଆପଣ ଖାଲି ସାଇଡ ହିଷ୍ଟ୍ରି ଆପଣଙ୍କ କୋର ନାହିଁ, ସାଇଡ ଅଲଗା ସବଜେକ୍ଟ ପାଇଁ, ଲୁସେଣ୍ଟ ନେଇପାରନ୍ତି, ନହେଲେ ଆରିହାନ୍ତ ନେଇପାରନ୍ତି, ସଫିସିଏଣ୍ଟ। ଲୁସେଣ୍ଟ ଆରିହାନ୍ତ ଯଦି ସେତିକି ପଢିଦେଲେ ଇଣ୍ଡିଆନ ହିଷ୍ଟ୍ରି ସରିଗଲା। ଓଡ଼ିଶା ହିଷ୍ଟ୍ରି ତ କିଛି କହିନି ଆମର ସିଲାବସରେ। ଯଦି ଆପଣ ଇଏ ହିଷ୍ଟ୍ରି ଆପଣଙ୍କର କୋର, ମେନ୍ ସବଜେକ୍ଟ ହିଷ୍ଟ୍ରି, ତାହେଲେ ସେଇଟା ଗୋଟେ ଅଲଗା ମ୍ୟାଟର ହେଇଯାଏ। କିନ୍ତୁ ଯଦି ଆପଣଙ୍କର ହିଷ୍ଟ୍ରି ମେନ୍ ସବଜେକ୍ଟ ନାହିଁ, ତାହେଲେ ଆପଣ ଲୁସେଣ୍ଟ ପଢନ୍ତୁ, ନହେଲେ ଆରିହାନ୍ତ ପଢନ୍ତୁ। ଦୁଇଟା ଯାକ ସେମ୍। ଆରିହାନ୍ତ ଯିଏ ବିଗିନିଂ କରୁଛନ୍ତି, ସେମାନେ ଆରିହାନ୍ତ ହିଁ ପଢନ୍ତୁ। ସାର୍ ଏଇ ଯୋଉ କ୍ଲାସ ର ନୋଟ କରିକିରି ପଢିଦେଲେ ସଫିସିଏଣ୍ଟ ହବନି ଆମର ପାଇଁ? ବହୁତ ସଫିସିଏଣ୍ଟ ହେଇଯିବ, ମୋର ଦେନ୍ ସଫିସିଏଣ୍ଟ। ଠିକ ଅଛି। ଆଉ ଲୁସେଣ୍ଟରେ ବି ଏସବୁ ନାହିଁ। ମେନ୍ ସବଜେକ୍ଟ ସୋସିଆଲ ଷ୍ଟଡି, ସେ ହଁ, ଏଇଟା କଭର କଲେ ବି ହବ ନା ନା ଅନ୍ୟ କିଛି ବହୁତ ଅଧିକ? ବହୁତ ଭଲ, ବହୁତ ଭଲ, ସେମାନଙ୍କୁ ବହୁତ ଡିପଲି କଭର ହେଇଯିବ। ବୁଝିଲେ, ହଁ ମାନେ ବହି ଗୋଟେ କଣ ରେଫରେନ୍ସ ପାଇଁ ରଖାଯାଏ, ଖାଲି 2-3 ଥର ସେ ବହିଟା ବୁଲେଇବା ପାଇଁ ରଖାଯାଏ। ମାନେ 2-3 ଥର କଭର କରିବେ ସେ ବହିଟାକୁ। ମାନେ ପୁରା ବହିଟା ତ ଆମେ ମନେ ରଖିପାରିବା ନା କେବେ ବି। ଆପଣ ଏଠି ଟିକେ କନସେପ୍ଟ ବୁଝିକି ଯାଇଥିବେ, ବହିଟା ପଢିଥିବେ, ସବକନସିୟସ ମାଇଣ୍ଡରେ ରହିଯାଇଥିବ, ସେଠି ଯାଇକି ଅପସନକୁ ମନେ ପଡିଯିବ। ବୁଝିଲେ, ମାନେ ଗୋଟେ ହଁ ହାର୍ଡ କପି ଆପଣଙ୍କ ପାଖରେ ଥିବା ଦରକାର, ଏନି ହାଉ। ବୁଝିପାରିଲେ? ହଁ ସାର୍। ଠିକ। ତାପରେ ଦେଖ, ଏଇଟା ହଉଛି ଆମର ପ୍ରି ହିଷ୍ଟୋରିକ ର କିଛି ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ। ତାପରେ ଦେଖନ୍ତୁ, ଆମର ଯୋଉ ପ୍ରି ହିଷ୍ଟୋରିକ ରହିଲା, ପ୍ରି ହିଷ୍ଟୋରିକରେ ଆମେ ଯେମିତି ଡିଭାଇଡ କରିଥିଲେ ପେଲିଓଲିଥିକ। ହୁଇଲରଙ୍କ ବିଷୟରେ ଟିକେ କହିଲେ, ଆଉ କଣ କହିଲେ ସାର୍? ମାନେ ସେ ଖାଲି ଗୋଟେ ଆମର ସାଇଣ୍ଟିଷ୍ଟର ନାଁ ଲେଖି, ମାନେ ମର୍ଟିମର ହ୍ୱିଲର ଗୋଟେ ନାଁଟା ମନେ ରଖନ୍ତୁ, ଯିଏକି ପ୍ରି ହିଷ୍ଟୋରିକ ଉପରେ, ମାନେ ପ୍ରି ହିଷ୍ଟୋରିକ କଲଚର ଉପରେ କାମ କରୁଥିଲେ। କଲଚର ମାନେ କଣ ହେଲା? ପ୍ରି ହିଷ୍ଟୋରିକ ମାନଙ୍କର ଗୋଟେ ଜାଗାରେ ସେମାନେ ରହୁଛନ୍ତି, ମାନେ ଭୀମବେଟିକା ମଧ୍ୟପ୍ରଦେଶରେ ଅଛି, ସେ ଜାଗାରେ କିଛି ରହୁଥିଲେ ସେମାନେ। ରହୁଥିଲେ ମାନେ ସେଇ ଆମେ ଯୋଉ ମର୍ଟିମର ଭିଲର ଗଲେ, ସେ ଯାଇକି ଦେଖିଥିବେ କଣ କଣ ହଉଛି କଣ ନାହିଁ। ତ ସେ ଯୋଉ ପ୍ରି ହିଷ୍ଟୋରିକ ଉପରେ ଯିଏ କାମ କରୁଛନ୍ତି, ସେମାନଙ୍କ ମଧ୍ୟରୁ ମର୍ଟିମର ଭିଲର ଜଣେ ଅବଦାନ ଅଧିକ, ସେଇ ଜିନିଷଟା ହିଁ ଲେଖୁଛି। ତ ମର୍ଟିମର ଭିଲର ଯଦି ଆପଣଙ୍କୁ ମନେ ରଖିବାର ଅଛି, ସେ କାହା ଉପରେ କାମ କରୁଥିଲେ? ପ୍ରି ହିଷ୍ଟୋରିକ ପିରିୟଡ ଉପରେ କାମ କରୁଥିଲେ। ଠିକ ଅଛି। ଏତିକି ଖାଲି ମନେ ରଖିବାର ଅଛି। ମାନେ ସେ ତାଙ୍କର ଯୋଉ ଏକ୍ସକାଭେସନ ଗୁଡାକ ଅଛି, ତାଙ୍କର ଯୋଉ ରିସର୍ଚ୍ଚ ଗୁଡାକ ଅଛି, ପ୍ରି ହିଷ୍ଟୋରିକ ଉପରେ ଅଛି, ସେଥିପାଇଁ ତାଙ୍କ ନାଁ ଆମେ ମନେ ରଖିଛନ୍ତି।
ତ ଯଦି ପ୍ରି ହିଷ୍ଟୋରିକ ଟାଇମର ଦୁଇଟା ଖାଲି ନାଁ ମନେ ରଖିବେ, ରବର୍ଟ ବ୍ରୁସ୍ ଫୁଟ୍ ଯୋଉଟାକି ଇମ୍ପୋର୍ଟାଣ୍ଟ, ଆଉ ସେକେଣ୍ଡଟା ମନେ ରଖିବେ ମର୍ଟିମର ଭିଲର। ଏ ଦି ଜଣ ପ୍ରି ହିଷ୍ଟୋରିକ ଉପରେ ବହୁତ କାମ କରିଛନ୍ତି। ଦ୍ୟାଟ୍ସ ଇଟ୍। ତାପରେ ଦେଖନ୍ତୁ ପେଲିଓଲିଥିକ ବା ଓଲ୍ଡ ଷ୍ଟୋନ ଏଜ ଉପରେ ଆମେ ଯଦି ଡିଟେଲ ପଢିବା, ଏଇଟା ହଉଛି ଆର୍ଲିଏଷ୍ଟ ପିରିୟଡ। ଆଉ ପେଲିଷ୍ଟୋସିନ୍ ପିରିୟଡ ଏଇଟା ଗୋଟେ କଣ, ସିଷ୍ଟିନ୍ ଗୋଟେ ପିରିୟଡ ଅଛି ଆଉ ପେଲିଷ୍ଟୋସିନ୍ ପିରିୟଡ ଅଛି। ସିଷ୍ଟିନ୍ ଆଉ ପେଲିଷ୍ଟୋସିନ୍ ଭିତରେ ଡିଫରେଣ୍ଟ କଣ? ପେଲିଷ୍ଟୋସିନ୍ ପିରିୟଡ ସମୟରେ କଣ ଥିଲା, ଟୋଟାଲି ଆମର ଯୋଉ ପୃଥିବୀ ଥିଲା, ପୃଥିବୀର ଅଧିକାଂଶ ଜାଗାରେ କେବଳ ଥଣ୍ଡା ଅନୁଭୂତ ହଉଥିଲା। ସେଥିପାଇଁ ଏ ଏଜ୍ ଟାକୁ କଣ କୁହାଯାଏ, ଆଇସ୍ ଏଜ୍ କୁହାଯାଏ। ତ ଯୋଉ ଆମର ପେଲିଷ୍ଟୋସିନ୍ ସମୟରେ ହିଁ ଆମର କଣ ଥିଲା, ପେଲିଓଲିଥିକ ଏଜ୍ ଟା ଥିଲା। କୋଉ ଏଜ୍ରେ, ପେଲିଷ୍ଟୋସିନ୍ ପିରିୟଡରେ। ପେଲିଷ୍ଟୋସିନ୍ ପିରିୟଡର ଅର୍ଥ କଣ, ଯୋଉ ପିରିୟଡରେ ଆମର କେବଳ ଥଣ୍ଡା ଅନୁଭୂତ ହଉଥିଲା ପୃଥିବୀରେ। ଏବେ ଯେମିତି ଚାରିଆଡେ କୋଉଠି କୋଉ ଜାଗାରେ ଥଣ୍ଡା କୋଉ ଜାଗାରେ ଗରମ, ସେଇ ସିନ୍ ନଥିଲା। ସେଠି ଖାଲି କଣ ଥିଲା, ପ୍ଲେଷ୍ଟୋସିନ୍ ସମୟରେ ଅଲ୍ ୱାର୍ଲଡରେ କେବଳ ଥଣ୍ଡା ଅନୁଭବ ହଉଥିଲା। ତ ସେ ଆଉ ଯେମିତି ମୁଁ କହିଲି, ସେମାନଙ୍କର କିଛି ଏଗ୍ରିକଲଚର ଉପରେ ନଲେଜ ନଥିଲା, କିଛି ନଲେଜ ସେମାନଙ୍କର ନଥିଲା, ମେଟାଲ ଉପରେ ହର୍ସ ଉପରେ କିଛି ନଲେଜ ନଥିଲା। ଠିକ ଅଛି, ସେମାନେ ଖାଲି ଗ୍ୟାଦରିଂ କରୁଥିଲେ। ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆଉ ଗୋଟେ, ଏଇ ପଏଣ୍ଟଟା ମୁଁ ଛାଡ଼ିଥିଲି, ସେମାନଙ୍କୁ କ୍ୱାର୍ଟାଇଜ ମ୍ୟାନ୍ କୁହାଯାଉଥିଲା। ଯୋଉ ପେଲିଓଲିଥିକ ଷ୍ଟୋନ ସମୟରେ ବା ପେଲିଓଲିଥିକ ଏଜ ସମୟରେ ଯୋଉ ଲୋକମାନେ ରହୁଥିଲେ, ସେମାନଙ୍କୁ ଆଉ କୋଉ ମ୍ୟାନ୍ କୁହାଯାଉଥିଲା, କ୍ୱାର୍ଟାଇଜ୍ଡ ମ୍ୟାନ୍ କୁହାଯାଉଥିଲା। କ୍ୱାର୍ଟାଇଜ୍ଡ ମ୍ୟାନ୍ କାହିଁକି କୁହାଯାଉଥିଲା, ସେମାନେ ଯୋଉ ରକ୍ ଗୁଡାକୁ ବ୍ୟବହାର କରୁଥିଲେ, ସେଇ ରକ୍ ଗୁଡାକୁ କ୍ୱାର୍ଟାଇଜ୍ଡ କୁହାଯାଉଥିଲା। କ୍ୱାର୍ଟାଇଜ, ଟିଟା ସାଇଲେଣ୍ଟ ହବ, କ୍ୱାର୍ଟାଇଜ ମନେ ରଖିବେ। ତ ସେମାନେ ଯୋଉ ଷ୍ଟୋନ ଟା ବ୍ୟବହାର କରୁଥିଲେ ସେଇଟା ଥିଲା କ୍ୱାର୍ଟାଇଜ, ସେଥିପାଇଁ ସେମାନଙ୍କୁ କଣ କୁହାଯାଉଥିଲା, କ୍ୱାର୍ଟାଇଜ ମ୍ୟାନ୍। ଏଇ ପଏଣ୍ଟଟା ଗୋଟେ ମନେ ରଖିବେ, ୱାନ୍ ଅଫ ଦ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଠିକ ଅଛି, ଏତେ ସାରା ମନେ ରଖିବା କିଛି ଦରକାର ନାହିଁ, ଖାଲି ଗୋଟେ ମନେ ରଖିବେ, ସେମାନଙ୍କୁ କ୍ୱାର୍ଟାଇଜ ମ୍ୟାନ୍ କୁହାଯାଉଥିଲା। ନେକ୍ସଟ ହଉଛି କଣ, ସେମାନଙ୍କୁ ମନେ ରଖିବାକୁ ପଡିବ ଆପଣଙ୍କୁ, ସେମାନଙ୍କ ଯୋଉ କଲଚରଟା ଥିଲା, ଚପର ଚପିଂ ପେବଲ କଲଚର। ଆର ଅର୍ଥ କଣ ହଉଛି, ଚପର ଚପିଂ ପେବଲ କଲଚର, ମନେକର ଗୋଟେ ବଡ ଷ୍ଟୋନଟା ଅଛି, ଏ ଠିକ ଯୋଉ ଅଛି। ପାଲିଓଥିକ ଏଜ ରେ ଲୋକମାନଙ୍କୁ କ୍ୱାର୍ଟାଇଜ ମ୍ୟାନ କୁହାଯାଉଥିଲା। ଆଜ୍ଞା, କାହିଁକି ଆଜ୍ଞା। କୁହାଯାଉଥିଲା, ସେମାନେ ଯୋଉ ପଥରଟା ବ୍ୟବହାର କରୁଥିଲେ, ସେ ପଥରଟା କ୍ୱାର୍ଟାଇଜ ଥିଲା। କ୍ୱାର୍ଟାଇଜ ମାନେ ସେଟା ଗୋଟେ ସବୁ ପଥର ସେମାନେ ବ୍ୟବହାର କରୁନଥିଲେ। କ୍ୱାର୍ଟାଇଜ ଗୋଟେ ଏମିତି ପଥର ଯାହାର କି ଅଣୁ ଅଣୁ ମଧ୍ୟରେ ଟିକେ ଗ୍ୟାପ୍ ଅଧିକ ଥିବ, ତ ସେଇଟା ଟିକେ ଉସାସିଆ ପଥର ହବ, ବୁଝିଲେ। ସେଥିପାଇଁ ସେ କ୍ୱାର୍ଟାଇଜ ମାନେ ସେମାନଙ୍କୁ କୁହାଉଥିଲା। ସେତିକି ଖାଲି ମନେ ରଖନ୍ତୁ, ଆଉ ବେଶୀ ଡିଟେଲ ଯିବା ଆମକୁ ଦରକାର ନାହିଁ। ତ ଚପର ଚପିଂ ପେବଲ କଲଚର ଏଗୁଡ଼ାକୁ କଣ ପାଇଁ କୁହାଉଥିଲା, ଦେଖନ୍ତୁ, ଏବେ ଗୋଟେ ବଡ ପଥର ଅଛି, ବଡ ପଥର ହେଲା ପରେ ଆମେ ଯଦି ବଡ ପଥରକୁ ଭାଙ୍ଗିବା, ଯଦି କେବେ ବି ଲକ୍ଷ୍ୟ କରୁଥିବେ, ସେ ଏତିକି ଅଂଶ ଭାଙ୍ଗିଯାଏ। ଫାଷ୍ଟରେ ସାଇଡରୁ ହିଁ ଭାଙ୍ଗିଯାଏ, ମଝିରୁ ଭାଙ୍ଗିବାଟା ବହୁତ କଷ୍ଟ, ମାନେ ଫାଷ୍ଟଲି କଣ ହୁଏ, ସାଇଡରୁ ହିଁ ଭାଙ୍ଗିଯାଏ। ତ ସେମାନେ ଫାଷ୍ଟଲି ଯୋଉ ଆମର ପେଲିଓଲିଥିକ ଏଜ ସମୟରେ ସେମାନେ କଣ କଲେ, ଏଇ ବଡ ଅଂଶଟାକୁ ହିଁ ବ୍ୟବହାର କରିବା ଷ୍ଟାର୍ଟ କରିବେ। ବଡ ପଥରଟାକୁ ନେବେ, ଭାଙ୍ଗିବେ, ଛୋଟ ଅଂଶଟାକୁ ଫୋପାଡ଼ି ଦେବେ। ଠିକ ଅଛି, ଏଇ ବଡ ଅଂଶଟାକୁ ବ୍ୟବହାର କରିବେ। ଏଇ ଯୋଉ ବଡ ଅଂଶଟାକୁ ହିଁ କଣ କୁହାଯାଏ, ଚପର କୁହାଯାଏ। ଆଉ ଯୋଉ ଛୋଟ ଅଂଶଟାକୁ କଣ କୁହାଯାଏ, ଫ୍ଲେକ୍ କୁହାଯାଏ। ଚପର ଚପିଂ ପେବଲ କଲଚର କାହିଁ କୁହାଯାଏ, ଏମାନେ ଚପରଟାକୁ ବ୍ୟବହାର କରୁଥିବେ କୋଉଠି, ପେଲିଓଲିଥିକ ଏଜରେ, ଆଉ ଫ୍ଲେକ୍ଟାକୁ ବ୍ୟବହାର କରିବେ ସେମାନେ ମେଜୋଲିଥିକ ଏଜରେ। ବୁଝିପାରିଲେ, ତାମାନେ ଚପର ବ୍ୟବହାର କରୁଥିବେ ଆମର ପେଲିଓଲିଥିକ ଏଜରେ, ମାନେ ବଡ ପଥରଟା, ଆଉ ଫ୍ଲେକ୍ଟା ବ୍ୟବହାର କରୁଥିବେ ଆମର ମେଜୋଲିଥିକ ଏଜରେ। ତ ସେଥିପାଇଁ ଆମର କଣ କୁହାଯାଏ, ଏଇ ଯୋଉ କଲଚରଟାକୁ ଚପର ଚପିଂ ପେବଲ କଲଚର କୁହାଯାଏ। ଆଉ କୋଉ କୋଉ ଜାଗାରେ ଆମକୁ ମିଳିଥିଲା, କୋଉ କୋଉ ଜାଗାରେ ମିଳିଥିଲା, ମେ ବି ବହୁତ ଅଧିକ ହେଇଯିବ ଆପଣଙ୍କ ପାଇଁ, ଖାଲି ମନେ ରଖିବେ। ଏଇ ଯୋଉ କଲଚରଟାକୁ, ପେଲିଓଲିଥିକ ଏଜ ସମୟରେ ଯୋଉ ସମୟଟା ଥିଲା, ସେଇ ସମୟଟାକୁ ଆମର କଣ କୁହାଯାଉଥିଲା, ଚପର ଚପିଂ ପେବଲ କଲଚର କୁହାଯାଉଥିଲା। ସେତିକି ଖାଲି ମନେ ରଖିବେ। ତା ସହିତ ସେମାନେ ଯୋଉ ହାତ ଗୋଟେ ଏକ୍ସ ବନଉଥିଲେ, ଆମେ ଏଇଟା ଦେଖନ୍ତୁ ପଢିଲେ, ପଲାଭରମ ହ୍ୟାଣ୍ଡ ଏକ୍ସ ବ୍ୟବହାର କରୁଥିଲେ। ତ ହ୍ୟାଣ୍ଡ ଏକ୍ସ ହାତରେ ଧରିବାର ଗୋଟେ ଏକ୍ସ ମାନେ ବନେଇଥିଲେ, ପଥରରେ ସେମାନେ ଏକ୍ସ ସଦୃଶ ବନେଇଥିଲେ। ଚିତ୍ର ଦେଖିବେ, ଗୋଟେ ଥିବ ଏକ୍ସ ସଦୃଶ ଥିବ, ସେ ଏକ୍ସଟା ସେମାନେ ହାତରେ ଧରୁଥିଲେ। ଠିକ ଅଛି, ତ ହ୍ୟାଣ୍ଡ ଏକ୍ସ କଲଚର ବି ଆମକୁ ଦେଖିବାକୁ ମିଳେ। ତ ଦିଟା ଜିନିଷ ଆମକୁ ଦେଖିବାକୁ ମିଳିଲା, ତ ଚପର ଚପିଂ ପେବଲ କଲଚର ଦେଖିବାକୁ ମିଳିଲା, ତାପରେ ହ୍ୟାଣ୍ଡ ଏକ୍ସ କଲଚର ଦେଖିବାକୁ ମିଳିଲା। ଏଇ ଦୁଇଟା କଲଚର ଆମକୁ କଣ, ପ୍ରି ସରି ପେଲିଓଲିଥିକ ଏଜରେ ମିଳିଲା ବା ଓଲ୍ଡ ଷ୍ଟୋନ ଏଜରେ ମିଳିଲା। ଖାଲି ଏଇ ପଏଣ୍ଟଟା ମନେ ରଖିବେ, ଆଉ କିଛି ମନେ ରଖିବେନି। ତା ସହିତ ପେଲିଓଲିଥିକ ଏଜର କିଛି ଇମ୍ପୋର୍ଟାଣ୍ଟ ସାଇଟ୍ ଅଛି। ଇମ୍ପୋର୍ଟାଣ୍ଟ ସାଇଟ୍ ମଧ୍ୟରୁ ସବୁଠୁ ଇମ୍ପୋର୍ଟାଣ୍ଟ ସାଇଟ୍ ହେଉଛି ଭୀମବେଟକା। ଠିକ ଅଛି, ସବୁଠୁ ଇମ୍ପୋର୍ଟାଣ୍ଟ ସାଇଟ୍ କୋଉଟା, ଭୀମବେଟକା। ଆପଣ କୋଉଟା ମନେ ରଖିବେ କି ନ ରଖିବେ, କୋଉଟା ଯଦି ଯାହାର କର ଥିବ ହିଷ୍ଟ୍ରି, ସେ ସବୁ ଗୁଡାକ ମନେ ରଖିବ। ଯେ ବି ମାନେ ଆମର
टीजीटी ପାଇଁ ପ୍ରିପାରେସନ୍ କରୁଛନ୍ତି ହିଷ୍ଟ୍ରି ତାଙ୍କର ପାଇଁ କର ସେ ଟିକେ ଅଧିକ ମନେ ରଖିବାକୁ ଚାହିଁବେ। କିନ୍ତୁ ଯାହାର ସାଇଡ୍ ବାଲା ଥିବ ସେ କ'ଣ ଖାଲି ମନେ ରଖିବେ ଭୀମବେଟିକା ମନେ ରଖିବେ। ଭୀମବେଟିକାରେ ଆମର ପେଲିଓଲିଥିକ୍ ଏଜ୍ର ଆମକୁ ଜିନିଷ ଗୁଡ଼ାକ ମିଳେ ଯେଉଁ ସେଇ ସମୟରେ ଯେଉଁ ଷ୍ଟୋନ୍ ଗୁଡ଼ାକ ଥିଲା ସେଇ ସମୟରେ ଯେଉଁ ହ୍ୟାଣ୍ଡ ଏକ୍ସ ଗୁଡ଼ାକ ଥିଲା ସେଇ ସବୁ ଜିନିଷ ଗୁଡ଼ାକ ଆମକୁ ଦେଖିବାକୁ ମିଳେ। ବୁଝିପାରିଲେ? ତା ସହିତ ଯିଏ ମନେ ରଖିବାକୁ ଚାହୁଁଛନ୍ତି ଶିବାଲିକ ହିଲ୍ସରେ ବି ଆମକୁ ପେଲିଓଲିଥିକ୍ ଏଜ୍ର କିଛି ସାଇଟ୍ ମିଳେ। ଆଉ ଆମର ନର୍ମଦା ଭ୍ୟାଲିରେ ଆଦମଗଡ଼ ହିଲ୍ସରେ କିଛି ମିଳେ। ଆନ୍ଧ୍ରପ୍ରଦେଶରେ କୁର୍ଣ୍ଣୁଲରେ ମିଳେ। ଏଇଟା ଯଦି ମନେ ରଖିପାରିବେ ଅତିରମ ପକ୍କମ ଅଛି ଗୋଟେ ଚେନ୍ନାଇରେ ଏଇଠି ବି ଗୋଟେ ହ୍ୟାଣ୍ଡଏକ୍ସ मतलब ହ୍ୟାଣ୍ଡଏକ୍ସ ମିଳିଥିଲା ତ ଏଇ ଜାଗାରେ ବି ଆପଣ ମନେ ରଖିପାରିବେ। କିନ୍ତୁ ମେନଲି କ'ଣ ମନେ ରଖିବେ ଭୀମବେଟିକା ଅତିରମ ପକ୍କମ ଯଦି ମନେ ରଖୁଛନ୍ତି ଏଇ ଦୁଇଟା ମନେ ରଖନ୍ତୁ ବାକି ସାରା ଭୁଲି ଯାଆନ୍ତୁ। ତ ଏଇ ସ୍ଲାଇଡରୁ ଯେତେବେଳେ ଆମେ ଦେଖିବା ଆମେ କ'ଣ ଆଉଟପୁଟ୍ ନେବା ହ୍ୱାଟ ଇଜ ମେନ୍ କ'ଣ ସେଇଟା ବୁଝିବେ। ସେକେଣ୍ଡ ସହିତ ଏଇଠି ଯେଉଁ ଦୁଇଟା କଲଚର ଥିଲା ଦୁଇଟା ସାର୍ କଲଚର ଥିଲା ସେଇ କଲଚର ଦୁଇଟା ଆମର କ'ଣ ଥିଲା ଚପର ଚପିଂ ପେବଲ କଲଚର ଆଉ ହ୍ୟାଣ୍ଡ ଏକ୍ସ କଲଚର ଏଇ ଦୁଇଟା କଲଚର ଆମକୁ ଦେଖିବାକୁ ମିଳେ। ତା ସହିତ ଆମର କ'ଣ ଥିଲା ଯେଉଁ ଯେଉଁ ସାଇଟ୍ ଗୁଡ଼ାକ ଥିଲା ସେଇ ସାଇଟ୍ ଗୁଡ଼ାକ ଅଛନ୍ତି ଭୀମବେଟିକା ଗୋଟେ ସାଇଟ୍ ଆଉ ତା ସହିତ ଅତିରମ ପକ୍କମ ଗୋଟେ ସାଇଟ୍। ଏତିକି ଏଇ ସ୍ଲାଇଡରୁ ମନେ ରଖିବେ ଆଉ କିଛି ବିଶେଷ କିଛି ନାହିଁ। ଯାହାର ପଢ଼ିବାର ଅଧିକ ଅଛି ତା ପାଖରେ ପିଡିଏଫ୍ ଏଇ ପିଡିଏଫ୍ ଦେଇଦେବି କିଛି ଅସୁବିଧା ନାହିଁ। ପିଡିଏଫ୍ ଦେଇଦେବି ଆପଣ ପିଡିଏଫ୍ରୁ କଭର କରିବେ। ହଁ କ'ଣ ପଚାରୁଥିଲେ ଏର୍ଲିଏଷ୍ଟ କେଭ୍ ପେଣ୍ଟିଂ। ଦେଖନ୍ତୁ ଏର୍ଲିଏଷ୍ଟ କେଭ୍ ପେଣ୍ଟିଂ ମାନେ କେଭ୍ ପେଣ୍ଟିଂ ଗୁଡ଼ାକ କହୁନି କାହିଁକି ଆମର ପିଜିଟି ହିଷ୍ଟ୍ରି ଯେତେବେଳେ ପଢ଼ାଯାଏ ସେଠି କେଭ୍ ପେଣ୍ଟିଂ ଗୁଡ଼ାକ କୁହାଯାଏ। କେଭ୍ ପେଣ୍ଟିଂ ଗୁଡ଼ାକ ନିଓଲିଥିକ୍ ଏଜ୍ ସରି ଆମର ପେଲିଓଲିଥିକ୍ ଏଜ୍ରେ ହିଁ ଷ୍ଟାର୍ଟ ହେଇଯାଇଥିବ ପେଲିଓଲିଥିକ୍ ଏଜ୍ର ଲାଷ୍ଟରେ। ଆଉ କିନ୍ତୁ ଯଦି ଆମର କୋଉ ପିରିୟଡ଼ରେ ଷ୍ଟାର୍ଟ ହେଲା ବୋଲିକି କୁହାଯାଏ ଠିକରେ ଷ୍ଟାର୍ଟ ହେଲି ବୋଲି କୁହାଯାଏ ତାହେଲେ ମେଜୋଲିଥିକ୍ ଏଜ୍ରେ ମେଜୋଲିଥିକ୍ ଏଜ୍ରେ ଷ୍ଟାର୍ଟ ହେଇଥିଲା ଆଉ ପିକ୍କୁ ଗଲା କ'ଣ ନିଓଲିଥିକ୍ ଏଜ୍ରେ ପିକ୍କୁ ଯାଇଥିବ ଆମର କେଭ୍ ପେଣ୍ଟିଂ ଗୁଡ଼ାକ ସେତିକି ମନେ ରଖିବେ। ଆଉ କୋଉଠି କୋଉଠି ପେଣ୍ଟିଂ ଅଛି ପେଣ୍ଟିଂ ଗୁଡ଼ାକ ବି ଭୀମବେଟିକାରେ ହିଁ ଅଛି। ଭୀମବେଟିକା ୱାନ୍ ଅଫ୍ ଦ ଇମ୍ପୋର୍ଟାଣ୍ଟ ସାଇଟ୍ ଫର୍ ପେଲିଓଲିଥିକ୍। ହଁ କ'ଣ ପଚାରିବେ? ନାଇଁ ଦେଖନ୍ତୁ ଆଜିର ଯେଉଁ କ୍ଲାସ୍ଟା ଅଛି ମୁଁ କହିଦେଉଛି କାହାକୁ କୋଉଟା ଦରକାର ପଡ଼ିବ ବୁଝିଲେ। ଆପଣ ଯଦି କଭର କରନ୍ତୁ ଆମେ ଦେଖନ୍ତୁ କିଏ କୋଉଠି ପାଇଁ ବହୁତ ବ୍ୟାଚ୍ର ପିଲା ଅଛନ୍ତି ତ ସେଥିପାଇଁ କିଛି ଟେନସନ୍ ନିଅନ୍ତୁନି ମୁଁ ସବୁ କଭର କରିକି ଯିବି। ସବୁ ଗୁଡ଼ା କଭର ହବ ଠିକ୍ ଟାଇମ୍ରେ କଭର ହେଇଯିବ ମାନେ ହିଷ୍ଟ୍ରିର ଆପଣ ଗୋଟେ ଆଇଡ଼ିଆ ହେଇଯିବ। ଖାଲି ଆପଣଙ୍କର ମେନ୍ କାମ ରହିବ କିଛି ଟିକେ ଏଠି କିଛି କିଛି ମନେ ରଖିକି ଯାଆନ୍ତୁ ଆଉ ଘରେ କିଛି ମନେ ରଖନ୍ତୁ। କୋଉଥି ପାଇଁ ପଢ଼ା ହଉଛି ସେଥିପାଇଁ କିଛି ଆପଣ ଟେନସନ୍ ନିଅନ୍ତୁନି। ଠିକ୍ ଅଛି। ହଁ ଆଉ କିଛି ଥିଲା ତ ପେଲିଓଲିଥିକ୍ ଏଜ୍କୁ ବି ଆମର डिफरेंट टाइप रो डिवाइड करा जाइछि लोअर पेलियोलिथिक एज अपर पेलियोलिथिक एज मिडिल पेलियोलिथिक एज। ठीक अछि कोउ को जगह कोउ टोल चपर चपिंग कल्चर ही सब बळे देखा जीवो। अपर रे किछि किछि फ्लैग ब्लेड कल्चर भी हमको देखिया को मिलला। फ्लैग कल्चर कोन मु बुझेई देली अपर और मिडिल रे हमको फ्लैग कल्चर टा भी देखिया को मिलला। चपर चपिंग कल्चर कोन फ्लैग कल्चर कोन सेटा आपको बुझिया को पड़ियो। लॉन्ग नोट के करिवेनी प्लीज जो भी आप कॉम्पिटिटिव एग्जाम लॉन्ग नोट आप दरकार ही नहीं वर्थ जदि आप नेट प्रिपेयर होती जेआरएफ प्रिपेयर होती ताहले लॉन्ग नोट किसी दरकार एटा लॉन्ग नोट किसी दरकार नहीं कंपटीशन जिते शॉर्ट नोट बनइबे सेते आपको रिवीजन करिवार सुविधा हो। बहुत सारे नोट हो लॉन्ग नोट बनइले टाइम भी नथिबो 2 मास रे कौन लॉन्ग नोट बनइबे बनई पारिबेनी। ठीक अच्छे तो खाली मन रखु लोअर पेलियोलिथिक एज रे हमर कोठी आसिला चपर चपिंग कल्चर मिलला अपर किछि ब्लेड फ्लैग ब्लेड कल्चर मिलथिला आउ मिडिल रे भी फ्लैग माने कल्चर मिलथिला। चपर चपिंग कल्चर कोन फ्लैग कल्चर कोन सेटा मु बुझाई देछि आउ सेठी खाली विस्तृत भाव वर्णना ହେଇଛି नॉट दैट इम्पोर्टेंट। ତ ସେ ଫ୍ଲେକ୍ କଲଚର ଟା ଟିକେ କହିଲେନି ତ। हाँ माने मु कहि नथिला मैम जदि हम पाखरे गोटे बड़ पत्थरटी अछि बुझिले ना नाही बड़ पत्थरटा अछि ସେଟା ଚୋପଟ ଚपिंग ଟା କହିଲେ ନା। हाँ ସେଇଟା ଆଜ୍ଞା ବଡ଼ ପଥରଟାକୁ ଆପଣ ଭାଙ୍ଗିଲେ ତ ମାନଙ୍କର ଏଇଟା ଦି ଭାଗ ହେଇଗଲା ଏଇଟା ଯୋଉ ଏଇଟାକୁ ଆମେ ଚପର କହିଲେ ବୁଝିଲେ ନା ନାଇଁ ଆଉ ଏଇ ପାର୍ଟଟାକୁ ଆମେ କହିଲେ ଫ୍ଲେକ୍ କହିଲେ। ଫ୍ଲେକ୍ ମାନେ ଯୋଉ ଗୁଜିଆ ଅଂଶଟା ବୁଝିଲେ ନା ନାଇଁ ଆଜ୍ଞା ଆଜ୍ଞା। ଫାଷ୍ଟରେ ସେମାନେ ଚପରଟାକୁ ବ୍ୟବହାର କରିବା ଷ୍ଟାର୍ଟ କରିବେ ତାପରେ ସେମାନେ ଫ୍ଲେକ୍ଟାକୁ ବ୍ୟବହାର କରିବେ। ତ ଏଇ ଯୋଉ ବଡ଼ ପଥରଟାକୁ ଯେତେବେଳେ ବ୍ୟବହାର କରୁଥିଲେ ସେଇ ସମୟକୁ ଚପର ଚପିଂ କଲଚର କୁହାଯାଉଥିଲା ଆଉ ଯେତେବେଳେ ଛୋଟ ଜିନିଷଟାକୁ ବ୍ୟବହାର କରୁଥିଲେ ସେଟାକୁ ଫ୍ଲେକ୍ କଲଚର କୁହାଯାଉଥିଲା।
ଠିକ ଅଛି। ଚପନ ମାନେ ସାର୍ ବଡ ପଥରଟା। ବଡ ପଥରଟା ଆଜ୍ଞା। ଆଉ ଫ୍ଲେକ୍ କହିଲେ ଗୋଜିଆ ପଥରଟା, ଛୋଟ ପଥରଟା। ଛୋଟ ପଥରଟା ଆଜ୍ଞା। ୟେସ୍ ଠିକ ସାର୍। ଅଛି। ଆଜ୍ଞା ସାର୍। ଠିକ। ତାପରେ ଦେଖନ୍ତୁ ମିଡିଲ ଷ୍ଟୋନ ଏଜ୍ ବା ମେଜୋଲିଥିକ ଏଜ୍ ଯଦି ଆମେ କହିବା ଏଇଟା ଗୋଟେ, ଆଉ ଯୋଉ ଏଇ ସମୟରେ ଆମକୁ କିଛି ପେଣ୍ଟିଂ ଦେଖିବାକୁ ମିଳିଲା, ଆର କୋଶ୍ଚିନ୍ ସବୁବେଳେ ଆସେ, ଏଇ କୋଶ୍ଚିନ୍ଟା ସବୁବେଳେ ଆସେ, ମାନେ ସାଧାରଣ କମ୍ପିଟିସନରେ ବି ଆସେ, ଆମର ଲେକ୍ଚରସିପ୍ ଗୁଡାକରେ ବି ଆସିଯାଏ। କଣ ମେଜୋଲିଥିକରେ ଆମକୁ ପେଣ୍ଟିଂ ଦେଖିବାକୁ ମିଳିଲା, ମୁଁ କଣ କହୁଥିଲି ସାର୍ ପେଲୋଲିଥିକ। ହଁ ସାର୍ ହଁ ହଁ ହଁ। ଏଇ ଯୋଉ ପିଡିଏଫ୍ ଟା ଆମକୁ ସେୟାର ହବ, ଆପଣ ଯୋଉଠି ଯୋଉଠି ମାର୍କିଂ କରିବେ, ସେ ମାର୍କିଂ ରହିବ ନା ରହିବନି? ମାର୍କିଂ ଗୁଡାକ ରହିବନି ସାର୍। ରହିବନି। ନା ମାର୍କିଂ ଗୁଡାକ ରହିଥିଲେ ଟିକେ ରହିବନି ଭଲ ସାର୍। ଥାନ୍ତା ତ ଆମକୁ। ମାନେ ସେଇଟା କରିହବ କିନ୍ତୁ ମାନେ ପଢିବାଟା ଅସୁବିଧା ହେଇଯିବ ସାର୍, ବୁଝିଲେ ନା? ଆପଣଙ୍କୁ ଖାଲି ଗୋଟେ ସୁବିଧା ଟିକ୍ ଟିକେ ମାର୍କ ରେ ଥିଲେ ସେଟା ଇମ୍ପୋର୍ଟାଣ୍ଟ ସେ ଲାଇନ ଟା ବୋଲି, ଆମକୁ ପରେ ଦେଖିଲା ବେଳକୁ ଜଣା ପଡିଯିବ, ହଁ କେତେବେଳେ ଗ୍ୟାପ ରେ ଦେଖିଲେ ମଧ୍ୟ। ସାର୍ ନାଇଁ ଆପଣ ସେ ହୁଁ। ନୋଟଟା ପଢନ୍ତୁ ନା ସାର୍, ନୋଟଟା ପଢିଲା ବେଳକୁ ଆପଣଙ୍କୁ ହଁ ଜଣା ହିଁ ପଡିଯିବ କୋଉଟା ଇମ୍ପୋର୍ଟାଣ୍ଟ, ବୁଝିଲେ? ହଉ ହଉ। ସାର୍ ଟିକେ ହୁଁ। ପ୍ରିଭିୟସ୍ ସ୍ଲାଇଡ ପ୍ରିଭିୟସ୍ ସ୍ଲାଇଡଟା, ସରି ଏଇଟା। ଟା ହଁ ଅପର ପାଲିଓଲିଥିକ ଏଜ୍, ମିଡିଲ ପାଲିଓଲିଥିକ ଆଣ୍ଡ ମାନେ ଯୋଉ ପେଲିଓଲିଥିକ ଏଜଟାକୁ ଏଠି ସେ ଡିଭାଇଡ ଓନ୍ଲି କରିଦେଇଛନ୍ତି ଏଠି ମନେ ରଖିବାର ଅଛି ଟୁଲ୍ସ ଓନ୍ଲି। ଟୁଲ୍ସ, ମାନେ ଲୟରରେ ସାର୍ ଏଠି ଯୋଉ ସେମାନେ ଦେଇଛି ଯେ ସୋନ ଆଣ୍ଡ সোহান ରିଭର ଭ୍ୟାଲି, ଏଇଟା କଣ ସାର୍? ସେଇଟା ମାନେ ସେଇ କଲଚରଟା କୋଉଠି କୋଉଠି ଦେଖାଗଲା, ବୁଝିଲେ ନା ନାଇଁ? ମାନେ ମୁଁ ଆଜ୍ଞା କହୁନି ସାର୍। କାହିଁକି ଏତେ ଡିଟେଲ ଯାଉନି, ଯାହାର ପିଜିଟି ହିଷ୍ଟ୍ରି ନଥିବ କିଛି ଆବଶ୍ୟକ ନାହିଁ ତାକୁ, ବୁଝିଲେ ନା? ମୁଁ ବେକାରରେ ରଖିଛି, କନଫ୍ୟୁଜ ହେବେନି। ମାନେ ଦେଖନ୍ତୁ ଯୋଉ ସାଇଟ୍ ଗୁଡାକ ରହିଲା, ମାନେ ଏଇଟା ଇମ୍ପୋର୍ଟାଣ୍ଟ କି ନାହିଁ ସେଟା ଦେଖୁଥିଲେ ତ ସାର୍। ଇମ୍ପୋର୍ଟାଣ୍ଟ ନାହିଁ ଆପଣଙ୍କ ପାଇଁ, ଇମ୍ପୋର୍ଟାଣ୍ଟ ଆପଣ ଖାଲି ମନେ ରଖିବେ ପେଲିଓଲିଥିକ ଏଜରେ ବିମ୍ବିଟିକା ସବୁଠୁ ୟେସ୍ ସାର୍, ଇମ୍ପୋର୍ଟାଣ୍ଟ, ୟେସ୍ ସାର୍। ଆଜ୍ଞା ଆଉ ସାର୍। ଅତରଙ୍ଗ ପକ୍କମ ସେଇଟା ମନେ ରଖିବେ। ମାନେ ସେ ଏଇ ଯୋଉ ଲେଖିଛି କଣ ଲେଖିଛି, ଯଦି ଜାଣିବାକୁ ଚାହୁଁଛନ୍ତି ମୁଁ କହିଦଉଛି, ମାନେ କହିଦଉଛି, ଲୋୟର ପେଲିଓଲିଥିକ ଏଜରେ ଏଇ ସାଇଟ୍ ଏଇ ଜାଗାରେ ସାଇଟ୍ ଗୁଡାକ ଅଛି, ଅପର ପେଲିଓଲିଥିକରେ ଏଇ ଜାଗାରେ ସାଇଟ୍ ଗୁଡାକ ଅଛି, ଆଉ ମିଡିଲ ପେଲିଓଲିଥିକରେ ଏଇ ଜାଗାରେ ସାଇଟ୍ ଗୁଡାକ ଅଛି। କୋଉ ମାନେ କୋଉ ଏଜର କୋଉ ସାଇଟ୍ ଗୁଡାକ ଅଛି ସେତେ ଆମକୁ ଦରକାର ନାହିଁ, ଠିକ ଅଛି? ଖାଲି କୋଉ 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 ଜାଗାରେ ଫାଉଣ୍ଡ ହେଇଛି ନା କି ସାର୍? ହଁ ଆଜ୍ଞା ରାଇଟ୍। ସବୁଠାରୁ ଓଲ୍ଡ ଓଲ୍ଡ ସାର୍ କୋଉଟା ସାର୍ ସବୁଠାରୁ ଓଲ୍ଡ? ମାନେ ଆମକୁ ଦେଖନ୍ତୁ ସେଇ ଅଲ୍ଡ ଗୁଡାକ ମାନେ ଏକ୍ସାମିନେସନ କରିକି ଆମେ କହିପାରିବାନି, କିନ୍ତୁ ଫାଷ୍ଟଲି ଯୋଉଟା ବି ହେଇଥିଲା ଆମର, ଆମେ ଯଦି ପଢିଲେ ପଲାଭରମ ହ୍ୟାଣ୍ଡ ଫାଷ୍ଟ ଆମକୁ ମିଳିଥିଲା, ତ ସେଇ ପଲାଭରମ ଜାଗାରେ ଯୋଉ ଜାଗାଟା ମିଳିଥିଲା ସେଟାକୁ ଆମେ ଓଲ୍ଡେଷ୍ଟ କହିପାରିବା। ଫାଷ୍ଟ ପେଲୋଲିଥିକ ଆମକୁ ଟୁଲ କୋଉଟା ମିଳିଥିଲା, ଆମେ ସାର୍ ଯଦି ଏଇ ଯୋଉ ଲେଖା ହେଇଛି ହୋମୋ ସାପିଏନ୍ସ, ଆଉ ଏଇଟା କଣ କଣ ସବୁ ଲେଖା ହେଇଛି? ସାର୍ ଗୋଟେ ହଁ କ୍ୱେଶ୍ଚନ ଥିଲା ମୋର, ଏ ହଁ ଯୋଉ ହଁ ହଁ ଆପଣ ଆମକୁ ଯୋଉ ଆମକୁ ଆପଣ କହିଲେ ଯୋଉ ମେନ୍ ପଏଣ୍ଟ ଟା ମନେ ରଖିବା ପାଇଁ, ହଁ ଗୋଟେ ହେଲା ଏଇ ଯୋଉ ବିମ୍ବିଟିକା, ଆଉ ଗୋଟେ ହେଲା ଅତରଙ୍ଗ ଅତିମ, ପକମ୍ ହଁ। ହଁ ଅତିରିମ ପତନ, ସେଇଟା ମନେ ରଖିଲା ପରେ ହୁଁ ଆମର ପ୍ରଥମ ଥର ଯୋଉ ହ୍ୟାଣ୍ଡ ଆକ୍ସ ଟା ମିଳିଥିଲା ଯୋଉଟା ଆପଣ କହିଲେ, ରବର୍ଟ ପଲାଭରମ ହଁ ଲୁଇସ ବେଫୋର୍ଟ, ହଁ ସେଇଟା ପାଲାବରମ କୋଉଠି ସାର୍ ସେଇଟା? ପଲାଭରମ ମାନେ ସାର୍ ସେଇ କୋଉ ଆମର, ଜାଗା? ନାଇଁ ନାଇଁ ପଲାଭରମ ସେଇ ଆମର ଆନ୍ଧ୍ରପ୍ରଦେଶ ନାଇଁ, ପଲାଭରମ ତାମିଲନାଡୁର ଗୋଟେ ଜାଗା ଅଛି ସେଇଟା ଟିକେ ସବୁଠୁ। ଜାଣିବାର ଥିଲା ବାସ୍। ହଁ ପଲାଭରମ ତାମିଲନାଡୁର ଗୋଟେ ଜାଗା ଥିଲା, ତ ତାମିଲନାଡୁରେ ସେଇ ଜାଗାରେ ଆମକୁ ମିଳିଛି, ମାନେ ସେଇ ଆଚ୍ଛା ଜାଗାରେ ସେ ତାମିଲନାଡୁ, ପାଇଥିଲେ, ବୁଝିଲେ? ହଁ ଠିକ ଅଛି ସାର୍, ହଁ ତାମିଲନାଡୁ ଆଉ, ହଁ ଠିକ ଅଛି, ଥ୍ୟାଙ୍କ ୟୁ ସାର୍। ଠିକ। ସାର୍ ଏଇଟା ଯୋଉ ଲେଖା ହେଇଛି ହୋମୋ ସାପିଏନ୍ସ, ଆଉ କଣ କଣ ଲେଖା ହେଇଛି ସାର୍ ସାର୍? ସାର୍ ମୁଁ ଗୋଟେ କାଇଣ୍ଡଲି ରିକ୍ୱେଷ୍ଟ କରୁଛି, ଆପଣ ଟିକେ କ୍ଲାସ ଏଣ୍ଡ ହେଲା ପରେ ଯାଇ ଏ ଡାଉଟ୍ସ ଗୁଡା ନିଅନ୍ତୁ, କାହିଁକି ଆମେ ଯେତେବେଳେ ରେକର୍ଡିଂ କ୍ଲାସ ଦେଖିବୁ ଏ ସବୁ ଡାଉଟ୍ସ ଗୁଡା କ୍ଲିୟର କରିବାଟାରେ ମାନେ ଟାଇମ ଟେକିଂ ହେଇଯିବ, ଆମକୁ ଆଉ ଭଲ ଲାଗିବନି। ଠିକ ଆଉ ଠିକ ଏବେ ବି ଠିକ ବହୁତ ଆଜ୍ଞା। ଡିଷ୍ଟରବାନ୍ସ ଫିଲ୍ ହଉଛି ସାର୍, ଆଗକୁ ଓକେ ପୁଣି ଓକେ 9ଟାରେ ପୁଣି ଆହୁରି କ୍ଲାସ ଅଛି ନା, ଓକେ ଓକେ ସରି। ତ ତ ଆପଣ ଆମେ କ୍ଲାସ ଟା ଡିସ୍କସନ ଟା ପରେ ଡାଉଟ ଟା ରଖିଦିଅନ୍ତୁ ସାର୍ କାଇଣ୍ଡଲି, ଠିକ ବେଟର ଠିକ ହବ। ଠିକ 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 ଅଛି। ମାନେ ଯାହାର ଯୋଉ ଡାଉଟ ରହିଯାଉଛି, ମାନେ ଗୋଟେ କାମ କରନ୍ତୁ, ସର୍ଟ ନୋଟ ଗୋଟେ ମାନେ ପଛରେ ଗୋଟେ ଖାତା କରି ରଖନ୍ତୁ, ସେଇଟା ହିଁ ଭଲ ହବ। କାହିଁକି ବହୁତ ପିଲା ଅଛନ୍ତି ନା, ଅଳ୍ପ 20-25ଟା ପିଲା ଥାନ୍ତେ ତାହେଲେ ମୁଁ ସମସ୍ତଙ୍କର ଇଣ୍ଡିଭିଜୁଆଲି ଡାଉଟ କ୍ଲିୟର କରିଦେଇଥିଲି ବି କିଛି ଅସୁବିଧା ହେଇନଥାନ୍ତା ନା। ତ ବହୁତ ରାଇଟ୍ ପିଲା ସାର୍ ଅଛନ୍ତି, ଠିକ୍ ସାର୍। ହଁ, ତ ସମସ୍ତଙ୍କର ଇଣ୍ଡିଭିଜୁଆଲି କଲା ବେଳକୁ ଯାହାର ନଥିବ ତାଙ୍କର ବି ଟିକେ ଇଏ ହେଇଯାଉଛି। ତ ହଁ ଯାହାର ସାର୍, ବି ଡାଉଟ କିଛି ଅଛି, କିନ୍ତୁ ଦେଖନ୍ତୁ ଡାଉଟ ପଚାରିବା ଇମ୍ପୋର୍ଟାଣ୍ଟ, ସେଇଟା ଆପଣ ଭାବନ୍ତୁନି ଯେ ଡାଉଟ ନ ପଚାରିଲେ ସାର୍ ହବ। ନିହାତି ଇମ୍ପୋର୍ଟାଣ୍ଟ, କିନ୍ତୁ ଲାଷ୍ଟରେ ଡାଉଟ୍ ସେସନ ଟା ରଖିଥିଲେ ବେଟର ହବ। ଠିକ ଅଛି, ଆମେ ସେମିତି ହିଁ କରିବା। ଆମର ଯେତେ ଆଜି ତ ଇଏ ହେଲାନି, ତ ନେକ୍ସଟ କ୍ଲାସରୁ ଯେବେ ହବ, ଆମର କ୍ଲାସ ଯେତେବେଳେ ଏଣ୍ଡ ହବ ତା 10 ଟୁ 5 ମିନିଟ୍ସ ପୂର୍ବରୁ ଆମେ କ୍ଲାସ ବନ୍ଦ କରିଦବା, ଆଉ ଡାଉଟ କ୍ଲାସ କରିଦବା, ଠିକ ଅଛି? ସେତେବେଳେ ମୁଁ ଆପଣ ଯେତେ ରେକର୍ଡିଂ doubt- ହଁ ରେକର୍ଡିଂ ହଉଛି, ରେକର୍ଡିଂ ଟା ଶୁଣି ଆଜ୍ଞା। ହଁ ରେକର୍ଡିଂ ହଉଛି, ଠିକ ଅଛି। ଆମେ ଆଗେ ବଢିବା, ନହେଲେ ସରିବନି ଆମର ସିଲାବସ। ହୁଁ, ଦେଖନ୍ତୁ ଆଉ ଯୋଉ ମୁଁ କହୁଥିଲି ତାପରେ କଣ ହେଲା, ଆମର ପେଲିଓଲିଥିକ ଏଜ୍ ପରେ ସିମ୍ପଲି କଣ ଆସିଲା, ଆମର ମେଜୋଲିଥିକ ଏଜ୍। ମେଜୋଲିଥିକ ଏଜ୍ ର ଯୋଉ ହେଲା ସେଟା ଗୋଟେ ଟ୍ରାନଜିସନ ଫେଜଟା, ଆଉ
जो मेजोलिथिक एज मु जो आपको कहती सेठी हमको पेंटिंग गुड़ा देखा मिले किंतु क्वेश्चन जोड़ा मु आसे सब कहती कौ पेंटिंगटा हमको मेजोलिथिक एज देखा मिले ये क्वेश्चनटा आसे सब प्रकार पेंटिंग देखा मिले सब प्रकार से समय जो जीवजंतु थे किंतु आमको स्नेक रो पेंटिंग देखा मिल ना कौटी मेजोलिथिक एज रे तो ସେଇଟା ଏବେ ବି ଡାଉଟରେ ଅଛନ୍ତି ଯେ ସେଇ ସମୟରେ ସ୍ନେକ୍ ଦେଖିବାକୁ ମିଳୁନଥିଲା ନା ସ୍ନେକ୍ ନଥିଲେ ନା ସ୍ନେକ୍ ପ୍ରଜାତି ମାନେ ଏତେ ସ୍ତରରେ ନଥିଲେ ଅଳ୍ପ ସ୍ନେକ୍ ଥିଲେ ସେଇଟା ଗୋଟେ ଏବେ ବି ଡିବେଟେଡ୍ ଟପିକ୍ ତ ଖାଲି ଯଦି କ୍ୱେଶ୍ଚିନ୍ ଆସେ ମେଜୋଲିଥିକ୍ ପେଣ୍ଟିଂରେ କୋଉ ମାନେ ଜନ୍ତୁକୁ ଆମକୁ ଦେଖିବାକୁ ମିଳୁନଥିଲା ଦ୍ୟାଟ୍ ଇଜ୍ ସ୍ନେକ୍ तो मेजोलिथिक जो आर्कोलॉजिकल मटेरियल गुड़ाक अच्छी आमर जमी पेलोलिथिक रे आमर फुट को गला तो मेजोलिथिक रे जो माने आर्कोलॉजिस्ट जे कि डिस्कवर करथिले बहुत सारा मेजोलिथिक टूल गुड़ाक से आमर आर्कोलॉजिस्ट थिले जॉन इभान नाडा मन रखिबे एटा भी इम्पोर्टेंट जॉन इभान थिले जे कि आमर मेजोलिथिक टूल जो डिस्कवर करथिले तांग मध्यरु बहुत सारा मेजोलिथिक टूल गुड़ाक जॉन इभान डिस्कवर करथिले आउ सेकंड थर्ड पॉइंट आपण खाली मन रखिए कौन जो पेलियोलिथिक एज रे कौन है ह्यूमन केबे भी कॉलोनाइजेशन करनथिला माने गोटे जगह रे से माने रही नथिले तो एठी से माने कौन करले हमर यदि फास्ट एडा भी क्वेश्चन आसी जाए जनरल क्वेश्चन माने ह्यूमन केबे सी कॉलोनाइजेशन करबा स्टार्ट कला माने गोटे जगह रे सेटलमेंट होबा स्टार्ट कला तो कोट केबे स्टार्ट कला मेजोलिथिक एज रे स्टार्ट कला फास्ट ह्यूमन कॉलोनाइजेशन देखा गला ठीक अछि केबे हला हमर मेजोलिथिक पीरियड रे ही कॉलोनाइजेशन हेतिला आउ सबुठ इम्पोर्टेंट पॉइंट आमे तो पढ़िले जो फ्लेग टूल गुड़ाक हमर पेलियोलिथिक रे ही सरीगला माने अपर रे हमर चपर गुड़ाक हला लोअर आस माने तापर आसे बसु फ्लेग गुड़ाक डिस्कवर माने हेकी फ्लेग टूल व्यवहार हला किंतु हमर मेजोलिथिक आसिला बेलको मु मझिरे कहि दिथिल मेजोलिथिक रे फ्लेग होची मेजोलिथिक रे फ्लेग होबनी मेजोलिथिक रे जो टूलटा हबो सेई टूलटा को माइक्रोलिथ कुआ गला एटा क्वेश्चन आसिथिला एटा भी गोटे इंपोर्टेंट पॉइंट कौन पे इंपोर्टेंट पॉइंट से क्वेश्चन आसला मेजोलिथिक ये रे माने मेजोलिथिक पीरियड रे जो स्टोन टा व्यवहार होतला से स्टोन टा को कौन कहा जाउतला से स्टोन टा को कौन कहा माइक्रोलिथ लिथ माने कौन होला स्टोन माइक्रो माने पूरा सूक्ष्म सूक्ष्म स्टोन माने बहुत सूक्ष्म स्टोन को सेमाने व्यवहार कले माने विद टाइम पीरियड जेमती आगु को बढ़िला से टाइम पीरियड सहित बढ़िया सहित मनुष्य कौन बहुत छोट रु छोट टूल गुड़ा व्यवहार करिया जानला का तार कि तार कॉग्निशन बढ़िला से जानला साइज मैटर करेनी से कौन बहुत जेते तीक्ष्ण थिबो जेते शार्प थिबो सेटा ही हमको सुविधा हबो गोटे माने जीवजंतु को मारिया पई तो से आइडिया है कि से माने जो टूलटा व्यवहार कले से टूलटा है हमर कौन माइक्रोलिथ ता सहित एई समय से माने कौन करथिबे बहुत सारा बो एंड एरो व्यवहार करिया भी स्टार्ट करथिबे एई स्लाइड रू देखो तो एई स्लाइड रू बहुत सारा इंपोर्टेंट क्वेश्चन आसिला स्नेक देखिया को मिललानी सेकंड पॉइंट होची जॉन एभान विषय आप मन रखिए मेजोलिथिक ऊपर बहुत सारा डिस्कवर करछंती थर्ड पॉइंट होची फास्ट ह्यूमन सिविलाइजेशन एठी देखिया को मिलला आ जो टूल गुडा के व्यवहार होतला से टूल गुडा को एठी कोन कोआ गला माइक्रोलिथ टूल कुआगला एति खाली मन रखिए आर साइड गुड़ाक बिम्बेटिका भी आमको मेजोलिथिक साइड देखा मिले माने बिम्बेटिका आम पेलोलिथिक साइड भी देखा मिले आज वेल एज मेजोलिथिक माने सेठी पेलोलिथिक समय भी लोक रोते मेजोलिथिक समय भी लोक रोते बिम्बेटिका दुईटा साइड मिलला तो आप भाविए बिम्बेटिका तो पेलोलिथिक मिलता सेठी मेजोलिथिक कहीं मिलला सेमती ना दुईटा को भी रही पार गोटे जगह माने एबे जदि आम 500 वर्ष तले भुवनेश्वर रोते भी रोचे माने सेमती सेमती भावतु तो बिम्बेटिका भी आमको मिलता ता सहित जी जानिया चाहते आउ गोटे मन रखिए आमर बिम्बेटिका जो अच्छी यूनेस्को वर्ल्ड हेरिटेज साइट रे जाइछि ठीक अच्छे आउ जो केप पेंटिंग गुड़ाक भी आमर देखो बिम्बेटिका महादाह सराई नहर रे आदमगढ़ रे यही सब जगार आमको केप पेंटिंग भी देखा मिले तो मन रखिए कौन मेजोलिथिक भी बिम्बेटिका मन रखिए ता सहित आप मन रखिए आदमगढ़ एमपी मन रखिए ये दुईटा काफी ए दुईटार आमको कौन देखा मिलता अर्लीस्ट केप पेंटिंग भी देखा आमको मिलता तो दैट इज ऑल हाँ टिके लास्ट को पचार दे सर जहाँ क्वेश्चन अच्छे आप लिखिकी रखी दिखाँ गोटे पेपर रे लास्ट को आम सब क्वेश्चन नहीं जावा 5 मिनट थी है टेंशन नि सब क्वेश्चन नवा तापर देखंतु मेजोलिथिक रे एतिकी ही पॉइंट मन रखंतु तापर जेतबेले आमे आसिले नियोलिथिक एज ऊपर नियोलिथिक एज रो भी जी आम पढ़ले जॉन नेभन कौन मेजोलिथिक एज रो सी बहुत सारा डिस्कवर करथिले और नियोलिथिक एज रो जो आमर
ଡିସ୍କଭରି ଗୁଡାକ ହଉଛି ସେଇ ମଧ୍ୟରୁ ଯିଏ ଭଲ ଡିସ୍କଭର କରିଥିଲେ ନିଓଲିଥିକ ଏଜ ର ଟୁଲ ଗୁଡାକୁ ସେ ଥିଲେ ଡକ୍ଟର ପ୍ରାଇମରୋଜ। ଡକ୍ଟର ପ୍ରାଇମରୋଜ ସିଏ କଣ କରିଥିଲେ ନିଓଲିଥିକ ଏଜ ର ବହୁତ ସାରା ଟୁଲ କୁ ଡିସ୍କଭର କରିଥିଲେ। 1 ସେକେଣ୍ଡ। ହଁ ତାପରେ ନିଓଲିଥିକ ରିଭଲ୍ୟୁସନ କଣ କୁହାଗଲା ଭି ଗର୍ଡନ ଚାଇଲ୍ଡ जो ଭି ଗର୍ଡନ ଚାଇଲ୍ଡ ଅଛନ୍ତି ସିଏ କଣ କରିଥିଲେ ନିଓଲିଥିକ ରିଭଲ୍ୟୁସନ ଉପରେ ବହୁତ ସାରା କାମ କରିଥିଲେ। ତ ସେଇ ଭି ଗର୍ଡନ ଚାଇଲ୍ଡ ସେ କଣ କରିଥିଲେ ଯୋଉ ନିଓଲିଥିକ ଫେଜ ଟାକୁ ସେ ନାଁ କଣ ଦେଇଥିଲେ ନିଓଲିଥିକ ରିଭଲ୍ୟୁସନ ବୋଲିକି ନାଁ ଦେଇଥିଲେ। କାହିଁକି ନିଓଲିଥିକ ରିଭଲ୍ୟୁସନ ବୋଲି ନାଁ ଦେଇଥିଲେ କାହିଁକି ଇଏ ନିଓଲିଥିକ ସାଇଜ ରେ ମାନେ ହ୍ୟୁମାନ ର ଯୋଉ କଗ୍ନିସନ ଥିଙ୍କିଂ ଟା ଥିଲା ବହୁତ ରେପିଡଲି ଗ୍ରୋଥ ହେଲା। ସେଥିପାଇଁ ଭି ଗର୍ଡନ କଣ କରିଥିଲେ ସିଏ ଏଇ ଯୋଉ ଫେଜ ଟାକୁ ନିଓଲିଥିକ ଏଜ ଆଉ ନାଁ ଦେଇକି ସେ ନାମ କଣ ନାମରେ ନାମିତ କରିଥିଲେ ନିଓଲିଥିକ ରିଭଲ୍ୟୁସନ ବୋଲିକି ନାମିତ କରିଥିଲେ। କିଏ ନାମିତ କରିଥିଲେ ଭି ଗର୍ଡନ ଚାଇଲ୍ଡ। କୋଶ୍ଚିନ୍ କଣ ଆସିପାରେ କୋଶ୍ଚିନ୍ ମାନେ ଆଉ କିଏ ନିଓଲିଥିକ ଫେଜ ଟାକୁ ଗୋଟେ ରିଭଲ୍ୟୁସନ ଭାବରେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଠିକ ଅଛି କିଏ କରିଥିଲେ ଭି ଗର୍ଡନ ଚାଇଲ୍ଡ। ସିଏ ଏଇଟାକୁ ଗୋଟେ ନିଓଲିଥିକ ରିଭଲ୍ୟୁସନ ଭାବରେ ଆଡ୍ରେସ କରିଥିଲେ। ଏଇ ଦିଟା ପଏଣ୍ଟ ଖାଲି ଆପଣ ନାଁ ଗୁଡାକ ମନେ ରଖନ୍ତୁ କାହିଁକି ହିଷ୍ଟ୍ରିରେ ଯୋଉ ଟାଇମ ପିରିୟଡ ଅଛି କିଛି ଇମ୍ପୋର୍ଟାଣ୍ଟ ଫିଗର ଯଦି ନାଁ ଅଛି ସେ ନାଁ ଟା ଆପଣଙ୍କୁ ମନେ ରଖିବାକୁ ପଡିବ କେତେବେଳେ କେତେବେଳେ କୋଶ୍ଚିନ୍ ଆସିଯାଏ। ଡକ୍ଟର ପ୍ରାଇମରୋଜ ଆଉ ବହୁତ ଲିମିଟେଡ ନାଁ ଅଛନ୍ତି ଏମିତି ନାହିଁ ଯେ ବହୁତ ଲିମିଟେଡ ଅନଲିମିଟେଡ ନାଁ ଅଛନ୍ତି ମାନେ ଏଇ ସମୟରେ ଏନସିଏଣ୍ଟ ରେ ଆମର ମେଡିକାଲ ହଉ ଆଉ ମଡର୍ଣ୍ଣ ହଉ ବହୁତ ଜଣେ କ୍ୟାରେକ୍ଟର ଆସିଯିବେ କିନ୍ତୁ ଏନସିଏଣ୍ଟ ରେ ଯଦି ଆପଣଙ୍କୁ ଗୋଟେ ନାଁ ମିଳୁଛି ଗୋଟେ ଜଣଙ୍କର ନାଁ ମିଳୁଛି ଏନସିଏଣ୍ଟ ହିଷ୍ଟ୍ରିରେ ତ ଆପଣ ସେଇ ନାଁଟା ମନେ ରଖିବାକୁ ହିଁ ପଡିବ କାହିଁକି ବହୁତ ଯଦି ସବୁ ନାଁ ଗୁଡାକ ମିଶେଇ ଦେବା ଏନସିଏଣ୍ଟ ର ତାହେଲେ ବେଶୀ ହେଲେ 50 ଜଣଙ୍କର ନାଁ ହବ। ମରିୟାନ ଗୁପ୍ତ ଏ ସବୁ ଗୁଡାକ ବି ନେଇଗଲେ ତ ସେଇ ସମସ୍ତଙ୍କର ନାଁ ଆପଣ ମନେ ରଖିବାକୁ ପଡିବ ହିଁ ପଡିବ। ତ ଡକ୍ଟର ପ୍ରାଇମରୋଜ ଆଉ ଭି ଗର୍ଡନ ଚାଇଲ୍ଡ ଏଇ ଦୁଇ ଜଣଙ୍କର ନାଁ ଆପଣ ମନେ ରଖିବେ ଯିଏକି ବହୁତ କାମ କରିଥିଲେ କୋଉଠି ନିଓଲିଥିକ ଏଜ ରେ। ଡକ୍ଟର ପ୍ରାଇମରୋଜ ବହୁତ ସାରା ଟୁଲ ଡିସ୍କଭର କରିଥିଲେ ଆଉ ଭି ଗର୍ଡନ ଚାଇଲ୍ଡ ସିଏ କଣ କରିଥିଲେ ଯୋଉ ନିଓଲିଥିକ ଫେଜ ଟାକୁ ସେ ନିଓଲିଥିକ ରିଭଲ୍ୟୁସନ ବୋଲିକି ନାମରେ ନାମିତ କରିଦେଇଥିଲେ। ତ ଏଇ ସମୟରେ ଯୋଉ ସେଟଲମେଣ୍ଟ ଗୁଡାକ ହେଲା ସେମାନେ କଣ ମେଜୋଲିଥିକ ଏଜରେ ଲୋକମାନେ କଲୋନାଇଜେସନ କଲେ ଗୋଟେ ଜାଗାରେ ରହିଲେ କିନ୍ତୁ ସେମାନେ ଯୋଉ ରହୁଥିଲେ ସେତେ ୱେଲ୍ ସର୍ଟେନ ନଥିଲେ। ସେମାନେ ତାଙ୍କର କିଛି ଘର ଟାଇପ ସଦୃଶ ବନାଉନଥିଲେ କିନ୍ତୁ ଏଇ ସମୟରେ ସେମାନେ ଘର ବନେଇବା ଷ୍ଟାର୍ଟ କରିବେ। ସେମାନଙ୍କୁ ମାନେ ଛାତ କୁଡିଆ କରିବା ଷ୍ଟାର୍ଟ କରିବେ ଆଉ ବହୁତ ସାରା ଆନିମାଲକୁ ବି ଡୋମେଷ୍ଟିକେସନ କରିବେ। କୋଉ ଡୋମେଷ୍ଟିକାଲ ମାନେ ଆନିମାଲକୁ ଡୋମେଷ୍ଟିକେସନ କରୁଥିବେ ସେମାନେ ସିପ୍ ଗଡ୍ସ ଏସବୁ ମାନଙ୍କର ଡୋମେଷ୍ଟିକେସନ ହଉଥିଲା। ତା ସହିତ ବହୁତ ସାରା ଶସ୍ୟ ବି ଉତ୍ପାଦନ କରୁଥିଲେ ହ୍ୱିଟ ବାର୍ଲି କଟନ ରାଇସ୍ ହ୍ୱିଲ ବାର୍ଲି କଟନ ରାଇସ୍ କୁ ବି ସେମାନେ ଉତ୍ପାଦନ କରୁଥିଲେ। ଠିକ ଅଛି ଆଉ ସେମାନଙ୍କର ଯୋଉ ହାଉସ ଗୁଡାକ ଥିଲା ରେକ୍ଟାଙ୍ଗୁଲାର ହାଉସ ଥିଲା ନଟ୍ ଦାଟ୍ ଇମ୍ପୋର୍ଟାଣ୍ଟ। ଆଉ ଟୁଲ୍ସ ଗୁଡାକ ଯୋଉ ଥିଲା ନିଓଲିଥିକ ରେ ସେଇ ସମୟରେ ତ କଣ ଆମର ମେଜୋଲିଥିକ ରେ କୋଉ ପ୍ରକାର ଟୁଲ ଟା ବ୍ୟବହାର କରୁଥିଲେ ମାଇକ୍ରୋଲିଥ ଟୁଲ ଟା ବ୍ୟବହାର କରୁଥିଲେ। ଠିକ ଅଛି ମାନେ ଟୁଲ ଗୁଡାକ ମନେ ରଖିବେ ଫାଷ୍ଟ ଚପର କଲଚର ହେଲା ତାପରେ ଫ୍ଲେଗ କଲଚର ହେଲା ତାପରେ ମାଇକ୍ରୋଲିଥ ଆସିଲା ତାପରେ ଏବେ କଣ ହେଲା ସାର୍ପର ସିମେଟ୍ରିକାଲ ଆଣ୍ଡ ପଲିଶ୍ଡ ଷ୍ଟୋନ। ଏବେ କୋଉ ପ୍ରକାର ଷ୍ଟୋନ ବ୍ୟବହାର ହେଲା ପଲିଶ୍ଡ ଷ୍ଟୋନ। ଖାଲି କେମିତି ହେଲା ଆପଣ ଟିକେ ମନେ ରଖନ୍ତୁ ଫାଷ୍ଟ ଚପର କଲଚର ହେଲା ମାନେ ବଡ ଷ୍ଟୋନ ଗୁଡାକ ବ୍ୟବହାର କରୁଥିଲେ ତାପରେ ଫ୍ଲେଗ ବ୍ୟବହାର କଲେ ତାପରେ ମାଇକ୍ରୋଲିଥ ବ୍ୟବହାର କଲେ। ଠିକ ଅଛି ମାଇକ୍ରୋଲିଥ ବ୍ୟବହାର କରିବା ପରେ ନେକ୍ସଟଲି ସେମାନେ କଣ ବ୍ୟବହାର କଲେ ପଲିଶ୍ଡ ଷ୍ଟୋନ ବ୍ୟବହାର କଲେ। କଣ କଲେ ପଲିଶ୍ଡ ଷ୍ଟୋନ ପଲିଶ୍ଡ ଷ୍ଟୋନ ଯୋଉ ପଲିଶ୍ଡ ଷ୍ଟୋନ ବ୍ୟବହାର କଲେ ସେମାନେ ସେଇଟା କଣ ଥିଲା ବହୁତ ସାର୍ପ ଥିଲା ଆଉ ସିମେଟ୍ରିକାଲ ଥିଲା। ମାନେ ଆଗରୁ ଯୋଉ ଷ୍ଟୋନ ବ୍ୟବହାର କରୁଥିଲେ ମାନେ ଗୋଟେ ଗୋଟେ ଧାର ରଖୁଥିଲେ ଆଉ ଗୋଟେ ପଟେ ଧାର ରଖୁନଥିଲେ। ତ ଏବେ ଯୋଉ ଷ୍ଟୋନ ଟା ମାନେ ଯୋଉ ବନେଇଲେ ସିମେଟ୍ରିକାଲ ବନେଇଲେ ଯଦି ଦି ପଟେ ଧାର ଥିବାଟା ବନେଇଲେ ବୁଝିଲେ ନା ମାନେ ସିମେଟ୍ରିକାଲ ମାନେ ଦୁଇ ସାଇଡ ରେ ତୀକ୍ଷ୍ଣ ଥିବ ଯେମିତି ଖଣ୍ଡାର ଯୋଉ ଥାଏ ସେଇ ପ୍ରକାର ଟୁଲ ଗୁଡା ବ୍ୟବହାର କରିବା ଷ୍ଟାର୍ଟ ହେଲେ ମାନେ ଧୀରେ ଧୀରେ ଡେଭଲପ କରୁଛନ୍ତି ଟୁଲ ଗୁଡାକ। ଠିକ ଅଛି ଦ୍ୟାଟ ଇଜ ଅଲ୍ ଆବାଉଟ ଆମର ନିଓଲିଥିକ। ନିଓଲିଥିକ ପରେ ଆମେ ଯେମିତି ଜାଣିଲେ ଆମର କଣ ଆସିଲା ଚାଲକୋଲିଥିକ। ଚାଲକୋଲିଥିକ ସମୟରେ ହିଁ ଆମକୁ କଣ ଦେଖିବାକୁ ମିଳିଥିଲା ହରପ୍ପାନ ସିଭିଲାଇଜେସନ ଦେଖିବାକୁ ମିଳିଥିଲା। ହରପ୍ପାନ ସିଭିଲାଇଜେସନ କୁ ବି ଆମେ ଯୋଉ ହରପ୍ପାନ ରେ ଜାଗାଟା ଅଛି ହରପ୍ପା ଜାଗା ଅଛି ସେ ହରପ୍ପା ଜାଗାଟାକୁ ଯୋଉ ଟାଇମ ପିରିୟଡ ଟା ଅଛି ତିନି ଭାଗରେ ଡିଭାଇଡ କରାଯାଇଛି। ଚାଲକୋଲିଥିକ ଏଜ ର ଅର୍ଥ କଣ ସମସ୍ତେ ମନେ ଅଛି ଚାଲକର ଅର୍ଥ ହଉଛି କପର ଲିଥିକ ର ହଉଛି ଷ୍ଟୋନ କପର ଷ୍ଟୋନ ଏଜ ସେଇଟାକୁ ଆମେ କଣ କହୁଛେ ଚାଲକୋଲିଥିକ ଏଜ କହୁଛେ। ତ ଏଇଟା ବି ମନେ ରଖିବେ ଫାଷ୍ଟ ମେଟାଲ ଏଜ ଅଫ ଇଣ୍ଡିଆ ଚାଲକୋଲିଥିକ ଏଜ କୁ ଆଉ କଣ କୁହାଯାଏ ଫାଷ୍ଟ ମେଟାଲ ଏଜ ଅଫ ଇଣ୍ଡିଆ ବୋଲି ବି କୁହାଯାଏ। କାହିଁକି ଏହା ପୂର୍ବରୁ ଯାହା ବି ସବୁ ଥିଲା
ସବୁ ଜିନିଷ ଗୁଡାକ କଣ ଷ୍ଟୋନ ରେ ନିର୍ମାଣ ହଉଥିଲା। ଷ୍ଟୋନ ଛଡା ଆଉ କିଛି ସେମାନେ ଜାଣିନଥିଲେ। କିନ୍ତୁ ଚାଲକୋଲିଥିକ ସମୟରେ ସେମାନେ କଣ ବ୍ୟବହାର କଲେ? କପର ବ୍ୟବହାର କରିବା ଷ୍ଟାର୍ଟ କରିବେ। ଠିକ ଅଛି, ସେଇ ଜିନିଷ ଲେଖା ହେଇଛି ଚାଲକୋସ ଆଉ ଲିଥିକ, ଏଇ ଦିଟା ଟର୍ମରୁ ଚାଲକୋଲିଥିକ ହେଇଛି। ଚାଲକୋସ ଆଉ ଲିଥୋସ କୋଉ ଟର୍ମ ଗୁଡାକ? ଗ୍ରୀକ ଟର୍ମଟା, ଯାହାର ଅର୍ଥ ହଉଛି କପର ଆଉ ଷ୍ଟୋନ। ତ ଏଇଟା କପର ଏଜ ବା କପର ଷ୍ଟୋନ ଏଜ କୁହାଯାଏ। ଆଉ ଏଇଠି ଯୋଉ ଲେଖା ହେଇଛି ଆମର କଣ ଲେଖା ହେଇଛି? ହରପାନ ସିଭିଲାଇଜେସନ ରେ ଆମର ଯୋଉ ହରପ୍ପା ଟାଇମ ପିରିୟଡ ଟା ଥିଲା, ହରପ୍ପାନ ର ଏଜ ମାନେ କଣ? ଏଇ ଜାଗାରେ ହିଁ ହରପ୍ପାନ ସିଭିଲାଇଜେସନ ଦେଖିବାକୁ ମିଳିଲା, ମଝି ଯୋଉ ଜାଗାଟା ଅଛି। ଠିକ ଅଛି, ମାନେ ପିକ ରେ ଗଲା। କିନ୍ତୁ ତା ପୂର୍ବରୁ ବି କିଛି ସଭ୍ୟତା ଆମକୁ ଦେଖିବାକୁ ମିଳୁଥିଲା, ତାପରେ ବି କିଛି ସଭ୍ୟତା ଦେଖିବାକୁ ମିଳୁଥିଲା। ଏଇ ତିନିଟା ସଭ୍ୟତାକୁ ନେଇକି ହିଁ ଆମର କଣ ହେଇଛି? ସେଇ ତିନିଟା ସଭ୍ୟତାକୁ ନେଇକି ହିଁ ଆମର କଣ ହେଇଛି? ଆମର ଚାଲକୋଲିଥିକ ଏଜ ହେଇଛି। ଯାହାର ଟିକେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ହଉଛି ଟିକେ ମ୍ୟୁଟ କରିଦିଅନ୍ତୁ ତ। ହଁ, ତ ଦେଖନ୍ତୁ ଆଜି ଆମେ କଣ ବେସିକାଲି ପଢିଲେ? ପ୍ରି ହିଷ୍ଟ୍ରି ସମୟର ପେଲିଓଲିଥିକ ଏଜ, ମେସୋଲିଥିକ ଏଜ, ନିଓଲିଥିକ ଏଜ, ତାର ଟିକେ ବେସିକ ଆଇଡିଆ ନେଲେ। ବେଶୀ କିଛି ନାହିଁ, ଚାରି ପାଞ୍ଚଟା ସାଇଣ୍ଟିଷ୍ଟ ମାନଙ୍କର, ମାନେ ସାଇଣ୍ଟିଷ୍ଟ ଆର୍କିଓଲୋଜିଷ୍ଟ ମାନଙ୍କର ନାଁ ମନେ ରଖିଲେ, ଦ୍ୟାଟ୍ସ ଅଲ୍। ତାପରେ ମେଇନ ଜିନିଷ ଆମର ଯୋଉ ରହୁଛି ହରପ୍ପାନ ସିଭିଲାଇଜେସନ। ହରପ୍ପାନ ସିଭିଲାଇଜେସନ ରୁ କ୍ୱେଶ୍ଚିନ୍ ଆସିବାଟା ଆସିବ ହିଁ ଆସିବ, ବୁଝିଲେ ନା ନାଇଁ? ହରପ୍ପାନ ସିଭିଲାଇ ଏବେ ଯୋଉ ଚାଲକୋଲିଥିକ ଏଜ, ମେଜୋଲିଥିକ ଏଜ ଆମେ ନିୟମ ଅନୁସାରେ ପଢୁଛେ, କିନ୍ତୁ କ୍ୱେଶ୍ଚିନ୍ ଆସେ କଣ? ସବୁବେଳେ କ୍ୱେଶ୍ଚିନ୍ ଆସେ ହରପ୍ପାନ ସିଭିଲାଇଜେସନ ରୁ ହିଁ କ୍ୱେଶ୍ଚିନ୍ ଆସେ। ହରପ୍ପାନ ସିଭିଲାଇଜେସନ କାହିଁକି କ୍ୱେଶ୍ଚିନ୍ ଆସେ? କାହିଁକି ହରପ୍ପାନ ସିଭିଲାଇଜେସନ ହଉଛି ଯୋଉ ଫାଷ୍ଟ ସିଭିଲାଇଜେସନ ଇଣ୍ଡିଆର, ଯୋଉଟା କି ଏଭିଡେନ୍ସ ମିଳେ। କିନ୍ତୁ ଆମେ ଏବେ ଜଷ୍ଟ ଗୋଟେ ଯଦି କିଏ ରିସେଣ୍ଟଲି ନ୍ୟୁଜ ପଢିଥିବେ, ଆମେ ତ କହୁଯାଉଛେ ଏଇଟା 2500 BC ର, କିନ୍ତୁ ଏବେ ରିସେଣ୍ଟଲି କଣ ଗୋଟେ ନ୍ୟୁଜ ଆସିଥିଲା, ସେଇଟା କୁହାଯାଉଛି ଯେ ଏଇଟା 7000 BC, ମାନେ 7000 BC ର ହରପ୍ପାନ ସିଭିଲାଇଜେସନ ବୋଲି ଏବେ ରିସେଣ୍ଟଲି କିଛି ଫାଇଣ୍ଡିଙ୍ଗ ହେଇଛି। ଯିଏ ନ୍ୟୁଜ ପଢୁଥିବେ, ଯିଏ ଅପଡେଟ ଥିବେ ମାନେ ହିଷ୍ଟ୍ରି ଉପରେ, ସେ ଜାଣିଥିବେ। ଆମେ ଯାହା ବି ଆମର ଯୋଉ ବି ଡାଟା ଅଛି ଏବେ ପର୍ଯ୍ୟନ୍ତ, ଆମେ ଯାହା ବି ବହିରେ ବି ପଢୁଛେ, ସେ ବହିରେ କଣ ଲେଖା ହେଇଛି? 2500 BC ହରପ୍ପାନ ସିଭିଲାଇଜେସନ 2500 BC ରୁ 1750 BC ଆରାଉଣ୍ଡ ରେ ଥିଲା। କିନ୍ତୁ ରିସେଣ୍ଟଲି ଡାଟା ହେଇଛି କଣ? ଏଇଟା 7000 BC ପୂର୍ବରୁ ଥିଲା ବୋଲି। ତ ସେଇଟା କରେଣ୍ଟ ଆଫେୟାର ଯଦି ଆସିବ, ଯଦି କ୍ୱେଶ୍ଚିନ୍ କିଛି, ଯଦି ହିଷ୍ଟ୍ରି ଯେ କ୍ୱେଶ୍ଚିନ୍ ଭଲ କରେ, ଯିଏ ଅପଡେଟେଡ୍ ଥିବେ, ଯିଏ ସାର୍ ମାନେ ଯଦି ଥିବେ, ତାହେଲେ ସେଇଟା ପଚାରି ଦେଇପାରନ୍ତି। ତ ମନେ ରଖିବେ, ଯୋଉ ରିସେଣ୍ଟ ଫାଇଣ୍ଡିଙ୍ଗ ହେଇଛି ହରପ୍ପାନ ସିଭିଲାଇଜେସନ କେତେ ଇୟର ଓଲ୍ଡ ବୋଲି କୁହାଯାଉଛି? 7000 ବର୍ଷ ଓଲ୍ଡ, ମାନେ 7000 BC ର ଆମର ସିଭିଲାଇଜେସନ ବୋଲି କୁହାଯାଏ। ଏତିକି ଖାଲି ମନେ ରଖିବେ। ତ ହରପ୍ପାନ ସିଭିଲାଇଜେସନ ର ଦେଖନ୍ତୁ ସବୁ ପଏଣ୍ଟ ଇମ୍ପୋର୍ଟାଣ୍ଟ। ହରପ୍ପାନ ସିଭିଲାଇଜେସନ ର ସବୁ ପଏଣ୍ଟ ଇମ୍ପୋର୍ଟାଣ୍ଟ। ଫାର୍ଷ୍ଟ ପଏଣ୍ଟ ମନେ ରଖନ୍ତୁ, ଦି ହରପ୍ପାନ ଆଣ୍ଡ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ୱାଜ ଦ ଫାର୍ଷ୍ଟ ଅର୍ବାନ ସିଭିଲାଇଜେସନ ଇନ୍ ସାଉଥ ଏସିଆ। ସାଉଥ ଏସିଆର ଫାର୍ଷ୍ଟ ଅର୍ବାନ ସିଭିଲାଇଜେସନ। ହରପ୍ପାନ ସିଭିଲାଇଜେସନ ଟା କଣ? ଗୋଟେ ଅର୍ବାନ ସିଭିଲାଇଜେସନ ହେଇଗଲା। ଯୋଉ ଆମର ଚାଲକୋଲିଥିକ ଏଜ ସମୟରେ ହେଲା, ସେଇ ସମୟରେ କଣ ହେଲା? ସେଟଲମେଣ୍ଟ ତ ହେଇଯାଇଥିଲା କୋଉଠି? ଆମର କଲୋନାଇଜେସନ ହେଲା ମେଜୋଲିଥିକ ଏଜ ରେ। ନିଓଲିଥିକ ଏଜ ରେ ଆଉ ଟିକେ ଭଲ ଘର ବନେଇଲେ। ଆଉ ଯେତେବେଳେ ଚାଲକୋଲିଥିକ ଏଜ ହେଇଗଲା, ସେଇ ସମୟରେ ଘର ବନେଇବା ସହିତ ସେମାନେ କଣ କରିଦେଲେ? ଟିକେ ଟାଉନ ପ୍ଲାନିଂ କରିଦେଲେ। କଣ କରିଦେଲେ? ଟାଉନ ଟାଉନ ପ୍ଲାନିଂ କରିବା ଷ୍ଟାର୍ଟ କଲେ। ତ ସେଥିପାଇଁ ହେଲା ହରପ୍ପାନ ସିଭିଲାଇଜେସନ କୁ ଗୋଟେ ଅର୍ବାନ ସିଭିଲାଇଜେସନ କୁହାଗଲା। କାହିଁକି ଅର୍ବାନ ସିଭିଲାଇଜେସନ କୁହାଗଲା? ସେମାନେ ଟାଉନ ପ୍ଲାନିଂ କରିବା ଷ୍ଟାର୍ଟ କଲେ। ଆଉ ସାଉଥ ଏସିଆର ଏଇଟା ହଉଛି ଫାର୍ଷ୍ଟ ସିଭିଲାଇଜେସନ, ଯୋଉଟା କି ଗୋଟେ ଅର୍ବାନ ସିଭିଲାଇଜେସନ। ୱିଚ୍ ସିଭିଲାଇଜେସନ? ହରପ୍ପାନ ସିଭିଲାଇଜେସନ। ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ, ମାନେ ଲାଗୁଥିବ କିଛି ଇମ୍ପୋର୍ଟାଣ୍ଟ ନାହିଁ, କିନ୍ତୁ ଏଥିରୁ କ୍ୱେଶ୍ଚନ ହେଇପାରିବ। ୱିଚ୍ ସିଭିଲାଇଜେସନ ଇଜ ଦ ଫାର୍ଷ୍ଟ ଅର୍ବାନ ସିଭିଲାଇଜେସନ ଇନ ଦ ସାଉଥ ଏସିଆ? ଦ୍ୟାଟ ଇଜ ହରପ୍ପାନ ସିଭିଲାଇଜେସନ। ମନେ ରଖିବେ, ସିମ୍ପଲ କଥା। ତ ଯୋଉ ହରପ୍ପାନ ସିଭିଲାଇଜେସନ ର ମାନେ ବହୁତ ଜାଗା ପୂର୍ବରୁ ଥିଲା, କିନ୍ତୁ ଇଂରେଜ ମାନେ, ଆପଣ ପଢିବେ ହିଷ୍ଟ୍ରି ପଢିଲା ବେଳକୁ ପଢିବେ, ଓରିଏଣ୍ଟାଲିଷ୍ଟ ବୋଲି ଗୋଟେ ଅଛନ୍ତି, ମାନେ ଯୋଉ ଥିଲେ ଆମର ପଢିଥିବେ, ଯୋଉ ଇଂରେଜ ମାନେ ଆସିଲେ, ଇଂରେଜ ମାନଙ୍କ ମଧ୍ୟରୁ କିଛି ଜଣ ଓରିଏଣ୍ଟାଲିଷ୍ଟ ଥିଲେ। ଓରିଏଣ୍ଟାଲିଷ୍ଟ ମାନେ କଣ ହେଲା? ସେମାନେ ଯୋଉ ସାଉଥ ଏସିଆ ଥିଲା, ସାଉଥ ଏସିଆର ଯୋଉ ହିଷ୍ଟ୍ରି ପଢିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ ଥିଲେ। ସେମାନେ ଇଣ୍ଟରେଷ୍ଟେଡ ଥିଲେ, ସେମାନେ ଭାବୁଥିଲେ ଆମର ଯୋଉ ପୂର୍ବରୁ ଯୋଉ ଯୋଉ ହିଷ୍ଟୋରିଆନ ମାନେ ଆସିଥିଲେ ଇଂଲଣ୍ଡର, ସେମାନେ ଭାବୁଥିଲେ ଇଣ୍ଡିଆର କିଛି କଲଚର ହିଁ ନାହିଁ, ସାଉଥ ଏସିଆର କିଛି କଲଚର ହିଁ ନାହିଁ। ସେମାନେ ମନ ଇଚ୍ଛା ନିଜ ନିଜର ମତ ଦେଇକି ପଳଉଥିଲେ। କିନ୍ତୁ ଯେତେବେଳେ ଓରିଏଣ୍ଟାଲିଷ୍ଟ ମାନେ ଆସିଲେ, ଠିକ ଅଛି, ରାଜା ରାମମୋହନ ରାୟ ଯେତେବେଳେ ଆସିଲେ, ସେ ଓରିଏଣ୍ଟାଲିଷ୍ଟ ମାନଙ୍କ ସହିତ ଯେତେବେଳେ ବୁଝେଇଲେ, ବେଦ ବିଷୟରେ ବୁଝେଇଲେ, ସେଇ ସମୟରେ ଓରିଏଣ୍ଟାଲିଷ୍ଟ ମାନଙ୍କର ମୁଣ୍ଡରେ ମାନେ ପଶିଲା ଯେ ଏଇ କଲଚରଟା ବହୁତ ପୁରୁଣା କଲଚର। ସେ ତାପରେ ଓରିଏଣ୍ଟାଲିଷ୍ଟ ମାନେ ଯେତେବେଳେ ଧ୍ୟାନ ଦେଲେ, ସେଇ ପରଠୁ ହିଁ କଣ ହେଲା? ସେମାନେ ଡିଫରେଣ୍ଟ ଏକ୍ସିବିସନ କରିବା ଷ୍ଟାର୍ଟ କଲେ। ସେଇ ଏକ୍ସିବିସନ ମଧ୍ୟରୁ ଫାର୍ଷ୍ଟ ଏକ୍ସିବିସନ କିଏ କରିଥିଲେ? ଆମର ଦୟାରାମ ସାହାନୀ କରିଥିଲେ। କେବେ କରିଥିଲେ? 1921 ରେ, ମାନେ ବହୁତ ପରେ।
ଆମର ସଭ୍ୟତା ହଉଛି 2500 ବର୍ଷ ପୂର୍ବ, କିନ୍ତୁ 1921 ରେ ଫାଷ୍ଟ ଏକ୍ସକଭେସନ ହେଲା। ଆଉ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, जो हरप्पन सिविलाइजेशन रो जो फर्स्ट साइट एक्सकावेटेड ହେଇଥିଲା, କିଏ କରିଥିଲା ଫାର୍ଷ୍ଟ ସାଇଟ୍ କିଏ ଏକ୍ସକାଭେटेड କରିଥିଲା? ଦୟାରାମ ସାହାନୀ। ସେ ଦୟାରାମ ସାହାନୀ କିଏ ଥିଲେ? ଗୋଟେ ଓରିଏଣ୍ଟାଲିଷ୍ଟ ଥିଲେ। ଓରିଏଣ୍ଟାଲିଷ୍ଟ ମାନେ କଣ? ଯୋଉମାନେ କି ଭାବନ୍ତି ଇଂରେଜ ମାନେ ଡମିନେଟ୍ ନାହିଁ, ଇଂରେଜ ମାନଙ୍କ ପୂର୍ବରୁ ଯୋଉ ସାଉଥ ଇଷ୍ଟ ଏସିଆର ଯୋଉ ଲୋକମାନେ, ସେମାନଙ୍କର କଲଚର ଇତିହାସରେ ହିଁ ଡେଭଲପ ହେଇଛି। ଠିକ ଅଛି। ତ ଦୟାରାମ, ଯଦି କିଛି ଡାଉଟ୍ ଅଛି ପେପରରେ ଲେଖନ୍ତୁ, ମୁଁ କଭର କରିବି ସେ ଡାଉଟ୍ ଗୁଡାକ, କିଛି ଅସୁବିଧା ନାହିଁ ହେଲା। ତ ଏଇ ସ୍ଲାଇଡଟା ହିଁ ପଢିକି ଆଜି ମୁଁ ବନ୍ଦ କରିଦେବି। କିଛି ଡାଉଟ୍ ନେଇଯିବି 5 ମିନିଟ୍, ତାପରେ ନେକ୍ସଟ କ୍ଲାସ୍ ଥିବ। ତ ଖାଲି ମନେ ରଖିବେ ଫାର୍ଷ୍ଟ ସାଇଟ୍ ଏକ୍ଜିକ୍ୟୁଟେଡ୍ ବାଇ ଦୟାରାମ ସାହାନୀ, କେବେ? 1921। ଏଇ ଡେଟ୍ଟା ବି ଇମ୍ପୋର୍ଟାଣ୍ଟ, ଏଇ ପୁରା ପଏଣ୍ଟ ଇମ୍ପୋର୍ଟାଣ୍ଟ। ତାପରେ ଦେଖନ୍ତୁ ଜନ୍ ମାର୍ଶାଲ, ମାନେ ଯୋଉ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ବି କୁହାଯାଏ। ମାନେ ହରପ୍ପନ ସିଭିଲାଇଜେସନ, ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ କିଛି ଅଲଗା ନାହିଁ, ବୁଝିଲେ ନା ନାଇଁ? ହଁ, ମାନେ ଇଣ୍ଡସ୍ ଭ୍ୟାଲି ମାନେ ଯୋଉ ସିନ୍ଧୁ ନଦୀ ଅଛି, ସିନ୍ଧୁ ନଦୀ କୂଳରେ ଯୋଉ ଯୋଉ ସିଭିଲାଇଜେସନ ଅଛି ସେଇଟାକୁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ କୁହାଯାଏ। ଆଉ ସିନ୍ଧୁ ନଦୀ କୂଳରେ ବି ଗୋଟେ ସିଭିଲାଇଜେସନ ଅଛି, ଦ୍ୟାଟ୍ ଇଜ ହରପ୍ପା। ତ ଦିଟାକୁ ଇଣ୍ଟରରିଲେଟେଡ୍, କିନ୍ତୁ ଅଲଗା ନାହିଁ, ସେଇଟା ଭାବନ୍ତୁ। ତ ଯୋଉ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ଟର୍ମଟା ଫାର୍ଷ୍ଟ କିଏ ୟୁଜ କଲେ, ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ। ଜନ୍ ମାର୍ଶାଲ। ଜନ୍ ମାର୍ଶାଲ ଏଇ ଯୋଉ ସିଭିଲାଇଜେସନଟାକୁ ଫାର୍ଷ୍ଟ, ଯୋଉ ହରପ୍ପନ ସିଭିଲାଇଜେସନଟାକୁ ଫାର୍ଷ୍ଟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ବୋଲିକି କିଏ କହିଲେ? ଜନ୍ ମାର୍ଶାଲ ଫାର୍ଷ୍ଟ କହିଥିଲେ। ଟାଇମ ଲାଇନ ଆମେ ପଢିଛନ୍ତି। ଟାଇମ ଲାଇନଟା କେବେ? 2500 ରୁ 1750। କୋଉ ଉପାୟରେ ସେମାନେ ବାହାର କଲେ? କାର୍ବନ ଡେଟିଂ ଉପାୟରେ ବାହାର କଲେ। ଏଇଟା କଣ ହେଲା? ଗୋଟେ ପ୍ରୋଟୋ ହିଷ୍ଟୋରିକ ପିରିୟଡ। ପ୍ରୋଟୋ ହିଷ୍ଟୋରିକ ପିରିୟଡ ମାନେ ଆମକୁ କିଛି ଡକୁମେଣ୍ଟ ଏବେ ଯାଏ ଡିସିଫର ହେଇପାରିନି। ମାନେ ଯୋଉ ହରପ୍ପନ ସିଭିଲାଇଜେସନରେ ଯୋଉ ଲେଖା ଗୁଡାକ ଅଛି, ଲେଖା ଗୁଡାକ ଅଛି, ଏବେ ବି ତାର ଫଟୋ ଗୁଡାକ ଅଛି, କିନ୍ତୁ ସେ ଫଟୋ ଗୁଡାକ ଆମେ ବୁଝି ପାରୁନେ, ମାନେ ଡିସିଫର ହେଇପାରୁନି। କିନ୍ତୁ ସେଥିପାଇଁ ଏଇଟାକୁ କଣ କୁହାହେଲା? ପ୍ରୋଟୋ ହିଷ୍ଟୋରିକ ଏଜ କୁହାହେଲା। ତା ସହିତ ଏଇଟା କଣ ଚାଲକୋଲିଥିକ ଏଜ ବା ବ୍ରଞ୍ଜ ଏଜ କୁହାଗଲା। କାହିଁକି ଚାଲକୋଲିଥିକ ଏଜ, ଆଉ ଏଟାକୁ ବ୍ରଞ୍ଜ ଏଜ ବି କୁହାଗଲା। ବ୍ରଞ୍ଜ ଏଜ କାହିଁକି କୁହାଗଲା କୁହନ୍ତୁ? କପର ସହିତ ଆମର ଟିନ୍ ବୋଲିକି ଅଛି, ଏସଏନ କୁହାଯାଏ ଟିନ୍ କୁ, ଏଇ ଦିଟା ମିଶିଗଲେ ଆମର ବ୍ରଞ୍ଜ ହୁଏ। କଣ ହୁଏ? ବ୍ରଞ୍ଜ। ତ ଏମାନେ ଯୋଉ ହରପ୍ପନ ବାଲା କଣ କରୁଥିଲେ? ବ୍ରଞ୍ଜ ବି ନିର୍ମାଣ କରିବା ଷ୍ଟାର୍ଟ କରୁଥିଲେ। କାହିଁକି ବ୍ରଞ୍ଜ କେମିତି ଜାଣିଲେ? ବ୍ରଞ୍ଜର ଆମକୁ ଗୋଟେ ମୂର୍ତ୍ତି ମିଳିଛି, ଷ୍ଟାଚ୍ୟୁ ମିଳିଛି। ତ ଏଇ ସମୟଟାକୁ କଣ ଚାଲକୋଲିଥିକ ଏଜ ତ କୁହାଗଲା, ତା ସହିତ ବି ଆଉ କଣ କୁହାଗଲା? ବ୍ରଞ୍ଜ ଏଜ କୁହାଗଲା। କାହିଁକି? ଏମାନେ ବ୍ରଞ୍ଜର ବ୍ୟବହାର କରୁଥିଲେ, ଆଉ ବ୍ରଞ୍ଜର ଆମକୁ ଗୋଟେ ମୂର୍ତ୍ତି ବି ମିଳିଛି ଏମାନଙ୍କଠୁ। ଏଇ ପଏଣ୍ଟଟା ବି ମନେ ରଖିବେ। ମାନେ କୋଉ ଏଜଟାକୁ ଆମର ବ୍ରଞ୍ଜ ଏଜ ବି କୁହାଯାଏ? କଣ କୁହାଯାଏ? ହରପ୍ପନ ସିଭିଲାଇଜେସନ। କଣ ପାଇଁ ବ୍ରଞ୍ଜ ଏଜ କୁହାଯାଏ? କପର ତ ଏମାନେ ଜାଣିଥିଲେ, କପର ସହିତ ଟିନ ର ବ୍ୟବହାର ବି ଜାଣିଥିଲେ। କପର ସହିତ ଟିନ ମିଶେଇକି ଏମାନେ କଣ ବ୍ରଞ୍ଜ ବ୍ୟବହାର କରୁଥିଲେ। ଆଉ ଇଣ୍ଡସ୍ ସାଇଟ୍ସ ଫାଉଣ୍ଡ ଇନ୍ ଆଫଗାନିସ୍ତାନ, ମାନେ ବହୁତ ସାରା ଜାଗାରେ ଆମେ ପାଇଥିଲେ। ଯୋଉ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ଅଛି, ତାର କ୍ୟାପିଟାଲ ଗୁଡାକ ଥିଲା, ହରପ୍ପା ଗୋଟେ ଥିଲା, ଆଉ ଗୋଟେ ମହେଞ୍ଜୋଦାରୋ ଥିଲା। ତା ସହିତ ଏଇଟା ହଉଛି ଇମ୍ପୋର୍ଟାଣ୍ଟ, ପୋର୍ଟ ସିଟିଜ। କୋଉ କୋଉ ଜାଗାରେ ଆମର ପୋର୍ଟ ଥିଲା? ଏମାନେ ଟ୍ରେଡିଂ କରୁଥିଲେ ମେସୋପୋଟାମିଆ ମାନଙ୍କ ସହିତ, ବା ଯୋଉ ମିଶର ମାନଙ୍କ ସହିତ ଏମାନେ ଟ୍ରେଡିଂ କରୁଥିଲେ। ଟ୍ରେଡିଂ କରିବା ପାଇଁ କଣ ଏମାନଙ୍କୁ ବନ୍ଦର ଦରକାର। ତ ବନ୍ଦର ଗୁଡାକ କଣ ହେଲା? ଲଥାଲ, ସୂତାଗଡା, ମାନେ ଚୌଦାର, ବାଲାକୋଟ, କୋନ୍ତାସୀ। ମାନେ ଖାଲି ମନେ ରଖିବେ, ଲଥଲଟା ମନେ ରଖିବେ, ସୂତା କଣ୍ଡା ମନେ ରଖିବେ, ସୂତା ଜେଣ୍ଡର ଲେଖା ହେଇଛି, ସୂତାଗଡା ସେଟାକୁ ବି କୁହାଯାଏ। ଏ ଦିଟା ମନେ ରଖିବେ, ଲଥାଲ ଆଉ ସୂତାଗଡା। ଆଉ କୋଉ ସାଇଟ୍ ରେ କଣ କଣ ଆମକୁ ମିଳିଛି, କୋଉ ସାଇଟ୍ କିଏ ଡିସ୍କଭର କରିଥିଲା, ସେଇଟା ବି ମୁଁ ଲେଖିଦେଇଛି। ବଟ୍ ୱିଲ୍ ଡିସ୍କସ୍ ଇଟ୍ ଇନ୍ ଦି ନେକ୍ସଟ କ୍ଲାସ୍। ଠିକ ଅଛି। ତ ଆଜି ଯେତିକି ପଢା ହେଇଛି ଠିକ ଠାକ ପଢା ହେଇଯାଇଛି। ଆପଣମାନଙ୍କୁ ଖାଲି କାମ କଣ ରହିଲା? ଟିକେ ରିଭିଜନ କରିକି ଆସିଥିବେ, ମୁଁ ପିଡିଏଫ ତ ସେୟାର କରିଦେବି। ଯେତିକି ପଢା ହେଇଛି ସେ ରିଭିଜନ କରିବେ। ଆଉ ଏଇ ଦୁଇଟା ଯୋଉ ସ୍ଲାଇଡ ରହିଗଲା, ଏଇ ଦୁଇଟା ସ୍ଲାଇଡ ଟିକେ ପଢିକି ଆସିଥିବେ। ସ୍ଲାଇଡରେ କଣ ଅଛି? ଚନଦାର କୋଉ ଷ୍ଟେଟରେ ଅଛି, କୋଉ ନଦୀ କୂଳରେ, କିଏ ଏକ୍ସକଭେସନ କରିଥିଲା। ଯଦି ଡିଟେଲ ମନେ ରଖିପାରୁଛନ୍ତି ରଖିବେ। ଖାଲି ଆପଣଙ୍କୁ ଦରକାର କଣ? ଚନଦାରଟା ଇମ୍ପୋର୍ଟାଣ୍ଟ। କୋଉ ଜାଗାରେ କଣ ମିଳିଥିଲା, ଦ୍ୟାଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଚନଦାରରେ କଣ ମିଳିଥିଲା? ଇଙ୍କପଟ, ଲିପଷ୍ଟିକ, ମେଟାଲ ୱାର୍କସ। ଏଇଟା କୋଶ୍ଚିନ୍ ଆସିଯାଏ, ସମସ୍ତଙ୍କୁ ମନେ ରଖିବାକୁ ପଡିବ। ଲଥଲରେ କଣ କଣ ମିଳିଥିଲା? ଧୋଲାବିରାରେ କଣ କଣ ମିଳିଥିଲା? ସୂତାଗଡାରେ କଣ କଣ ମିଳିଥିଲା? ସେଇଟା, ହଁ ଦେଖନ୍ତୁ, ଏଇ ଯୋଉ ସ୍କଟଡା ଅଛି, ସେଥିରେ ମାନେ ମାନେ ଘୋଡାର ବନ ମିଳିଥିଲା ଗୋଟେ ସାଇଡ। ମାନେ ଆମେ ପଢିଥିଲେ ହର୍ସ ର ଏବେ ଯାଇ ଦେଖିବାକୁ ମିଳୁନଥିଲା, କିନ୍ତୁ ସୂତାଗୁଡା ଗୋଟେ ଜାଗା ଯୋଉଠି କି ଆମକୁ ହର୍ସ ବନ ଦେଖିବାକୁ ମିଳିଥିଲା। ତ ଏଇ ଯୋଉ ପଏଣ୍ଟ ଗୁଡାକ ଲେଖା ହେଇଛି, ଅଲ୍ ଦି ପଏଣ୍ଟସ ଆର ଇମ୍ପୋର୍ଟାଣ୍ଟ। ମାନେ ବଛା ବଛା ପଏଣ୍ଟ ଗୁଡାକ ଟିକେ ରିଭିଜନ କରିବେ। ଠିକ ଅଛି। ତ ମୁଁ ଏତିକି କ୍ଲାସ ରଖୁଛି। ଡାଉଟ କାହାର ଅଛି କହିଦିଅନ୍ତୁ କଣ, ତାପରେ କ୍ଲାସ ଏଣ୍ଡ କରିବା। ସାର୍ ସେ କାର୍ବୋନିଂ ଯୋଉଟା କହିଲେ ଟିକେ ବୁଝେଇଦେବେ, ସେଟା କାର୍ବୋନିଂ କରି କେମିତି ଜାଣନ୍ତି? कार्बन डेटिंग କାର୍ବନ साइंस रे ଡେଟିଂ। କାର୍ବନ ଡେଟିଂ। କାର୍ବନ ମାନେ ଦେଖନ୍ତୁ, କାର୍ବନ ମାନେ ଯୋଉ ଆମେ ଯିଏ ସାଇନ୍ସ ପଢିଥିବେ,
ସିଏ ଜାଣିଥିବେ କାର୍ବନର ଦିଟା ଯୌଗି ମାନେ ଆଇସୋଟୋପ ଅଛି, ବୁଝିଲେ ନା ନାଇଁ? କାର୍ବନ 14 ଆଉ କାର୍ବନ 12। ଠିକ ଅଛି। ମାନେ ଗୋଟେ ଆଇସୋଟୋପ କଣ ହୁଏ ନା, ମନେକର ଆପଣ କାର୍ବନ 14 15 ଭୁଲି ଯାଆନ୍ତୁ, ଆପଣ ଖାଲି ମନେ ରଖନ୍ତୁ ଦି ପ୍ରକାର କାର୍ବନ ଅଛି, ଏ ଆଉ ଗୋଟେ ବି। ବୁଝିଲେ? ତ ଦି ପ୍ରକାର କାର୍ବନ ମଧ୍ୟରୁ ଯୋଉ ଏ ଆଉ ବି ଅଛି, ଏଟା ସେ ଗୋଟେ ଶରୀରରେ ଯେତିକି ଥିଲା ସେତିକି ହିଁ ରହିବ, ଚେଞ୍ଜ କେବେ ବି ହବନି। ମୋ ଦେହରେ ଯଦି ଏ ଅଛି, ମତେ ଲକ୍ଷ ବର୍ଷ ପରେ ମୋ ଦେହରେ ଏ ସେତିକି ହିଁ ରହିବ। ଟିକେ ଅଡିଓ ବନ୍ଦ କରିଦିଅନ୍ତୁ। ଯଦି ଏ ଆଉ ବି ଦୁଇ ପ୍ରକାର କାର୍ବନ ଅଛି, ମୋ ପାଖରେ ଯୋଉ ଏ କାର୍ବନଟା ଅଛି ସେ ଲକ୍ଷ ବର୍ଷ ପରେ ବି ସେତିକି ରହିବ, କିନ୍ତୁ ଯୋଉ ବି କାର୍ବନଟା ଅଛି ସେ ରେଡିଓ ଆକ୍ଟିଭ। ରେଡିଓ ଆକ୍ଟିଭ ମାନେ କଣ? ସେ ଧୀରେ ଧୀରେ ଡିସଇଣ୍ଟିଗ୍ରେଟ ହେଇଯିବ। ବୁଝିଲେ ନା ନାଇଁ? ମାନେ ଇଏ ଧୀରେ ଧୀରେ କ୍ଷୟ ହେଇ ହେଇ ଯିବ। ଏଟା ଫିକ୍ସ ହେଇକି ରହିଗଲା, କିନ୍ତୁ ବି ଟା କଣ କ୍ଷୟ ହେଇଗଲା। ସମସ୍ତଙ୍କ ଶରୀରରେ କାର୍ବନ ଏ ଦିଟା ଆଇସୋଟୋପ ଥାଏ। ତ ଆମେ କମ୍ପେୟାର କରିଦବୁ, କଣ କମ୍ପେୟାର କରିଦବୁ? ଏ କାର୍ବନଟା କେତେ ଅଛି ଆଉ ବି ଟା କେତେ କ୍ଷୟ ହେଲା। ବି ଟା କେତେ କ୍ଷୟ ହେଲା ସେଇଟାକୁ କମ୍ପେୟାର କରିକି ଆମେ କେତେ ବର୍ଷ ପୂର୍ବରୁ ଆମେ ଜାଣିଦଉ। ବୁଝିଲେ ନା ନାଇଁ? କିଛି ଆଇଡିଆ ହେଲା? ହଁ ମାନେ ସାର୍ ଆଇଡିଆ ହେଲା। ହଁ, ସେଇ ଖାଲି ମନେ ରଖନ୍ତୁ କାର୍ବନ ଡେଟିଂ। ଆମକୁ ଏତେ କଣ ସାଇନ୍ସ ଜାଣିବା ଦରକାର କି? ଆମେ କଣ ନାଇଁ ଖାଲି ସାର୍ ମନେ ଠିକ ଅଛି, ହଁ ଜଷ୍ଟ ଆଇଡିଆ ଦରକାର ଥିଲା। ଥ୍ୟାଙ୍କ ୟୁ ହଁ, ସାର୍। ଆମେ ଖାଲି ଜାଣିବା ଦରକାର ଏତିକି ଯେ କାର୍ବନ ଡେଟିଂ ହଉଛି ଗୋଟେ ପ୍ରୋସେସ ଯୋଉଟା କି ଗୋଟେ ଜିନିଷଟା କେତେ ପୁରୁଣା ସେତିକି ଆମକୁ ଜଣା ପଡିଯାଏ। ବୁଝିଲେ? ଠିକ। ଆଉ ହଁ କଣ ସାର୍ କାହାର ବୁଝିଲି ଡାଉଟ୍? ସାର୍। କଣ ଡାଉଟ୍ ଆଉ କାହାର? ଦେଖନ୍ତୁ, ଡାଉଟ୍ ଥିଲେ ମାନେ ମୁଁ ଯଦି ନେଇପାରୁନି ଆପଣ ପେନରେ ଲେଖିକି ରଖିଦିଅନ୍ତୁ, ନହେଲେ ଆପଣ ନିଜର ଡାଉଟ୍ ନିଜେ ଭୁଲିଯିବେ। ସାର୍ ଏ ଯୋଉ ମହେଞ୍ଜୋଦାଡୋ ବି ଇଣ୍ଡସ୍ ଭ୍ୟାଲିରେ ଯାଉଛି କି? ଆଜ୍ଞା, ସବୁ ମହେଞ୍ଜୋଦାରୋ ହରପ୍ପନ ସବୁ ସିଭିଲାଇଜେସନ ଇଣ୍ଡସ୍ ଭ୍ୟାଲିରେ। ତୋନଦାର, ଲୋଥାଲ, ଧୋଲାବିରା, ସୁକତୋଡା, ହରପ୍ପା, ମହେଞ୍ଜୋଦାରୋ ସବୁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନରେ ଯିବ। ବୁଝିଲେ? ଏ ସବୁ ଗୁଡାକ, ଏଇ ସବୁ ନଦୀ ଗୁଡା ମାନେ ଯୋଉ ଜାଗା ଗୁଡାକ, ଏ ସବୁ ଜାଗା ଗୁଡାକ ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନରେ ଯିବ। ଠିକ ଅଛି। ଆଉ କଣ ଡାଉଟ୍? ଠିକ ଅଛି। ଯଦି ଡାଉଟ୍ ନାହିଁ ତ ଆମେ କ୍ଲାସ୍ ଏଣ୍ଡ କରିବା। ଆପଣଙ୍କ ନେକ୍ସଟ କ୍ଲାସ୍ ଥିବ, ତ ନେକ୍ସଟ କ୍ଲାସକୁ ଆଟେଣ୍ଡ କରନ୍ତୁ। ଠିକ ଅଛି। ଥ୍ୟାଙ୍କ ୟୁ। ଥ୍ୟାଙ୍କ ଓକେ। ୟୁ ସାର୍। ଓକେ, ଥ୍ୟାଙ୍କ ଥ୍ୟାଙ୍କ ୟୁ। ୟୁ। ଥ୍ୟାଙ୍କ ୟୁ। Thank you, sir. ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ।